ଆମେ ପଢିବା ପ୍ରକାଶିତ 3:11। ଆମ୍ଭେ ଶୀଘ୍ର ଆସୁଛୁ, ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି ତାହା ତୁମ୍ଭର ପାଇଁ ଧରି ରଖ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଅତି ନିକଟବର୍ତ୍ତୀ ହେବା ଆମେ ସମସ୍ତେ ଜାଣୁଅଛୁ। ପ୍ରଭୁଙ୍କ ଲୋକମାନେ ଏଇ ପଦରେ ଏକ ବିଶେଷ ଅବକାଶ ଆମ୍ଭମାନଙ୍କ ପାଇଁ ଆମେ ଦେଖିବାକୁ ପାଉଛୁ। ଆଉ ସେ ଅବକାଶ ଏହା ଅଟେ, ଏଠାରେ ଥାଇକି ଆମେ ସ୍ୱର୍ଗର ମୁକୁଟକୁ ଏଠୁ ଧରିକି ରଖିପାରିବା। ଆପଣ ଜୟପୁରରେ ଥାଇକି ଆପଣ ଭୁବନେଶ୍ୱରର ଜିନିଷକୁ ଧରି ରଖିପାରିବେ ନାହିଁ, ବା ଆପଣ ଜୟପୁରରେ ଥାଇକି ଆପଣ କୋରାପୁଟର ଜିନିଷକୁ ଧରି ରଖିପାରିବେ ନାହିଁ। କିନ୍ତୁ ବାଇବଲରେ ଏକ ଏହି ପ୍ରକାରର କଥା ଆମେ ଦେଖୁଛୁ। ଆମେ ଏଇ ଧରା ପୃଷ୍ଠରେ ବଞ୍ଚି ଥାଉ ଥାଉ ଆମେ ସ୍ୱର୍ଗର ମୁକୁଟକୁ ଧରିକି ରଖିପାରିବା। ମୁଁ ଆଜି ଆପଣମାନଙ୍କୁ କହିବି କେମିତି ଆମେ ସେ ମୁକୁଟକୁ ଧରିକି ରଖିବା, କଣ କରିବା ଦ୍ୱାରା ଆମେ ଏଇ ପୃଥିବୀରେ ଥାଉ ଥାଉ ସ୍ୱର୍ଗର ମୁକୁଟକୁ ଆମେ ଧରିକି ରଖିପାରିବା। ଧରିବା ପାଇଁ ଦୁନିଆରେ ହାତ ଦରକାର। ଧରି ରଖିବା ପାଇଁ କୌଣସି ଚିମୁଟା ବ୍ୟବହାର କରାଯାଏ, କୌଣସି ଯନ୍ତ୍ରକୁ ମଧ୍ୟ ବ୍ୟବହାର କରାଯାଏ। କିନ୍ତୁ ସ୍ୱର୍ଗର ମୁକୁଟକୁ ପୃଥିବୀରେ ଥାଇକି ଧରି ରଖିବା ପାଇଁ କେଉଁ ମାଧ୍ୟମ ଆମକୁ ବ୍ୟବହାର କରିବାକୁ ପଡିବ, ସେଇଟା ଆଜି ଆମେ ଧ୍ୟାନରେ ଦେଖିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏକ ଖ୍ରୀଷ୍ଟ ବିଶ୍ୱାସୀ ପାଇଁ ବାଇବଲ ଧର୍ମଶାସ୍ତ୍ରରେ ପରମେଶ୍ୱର ଅନେକ ମୁକୁଟ ରଖିଛନ୍ତି। ଆଉ ଜଣେ ବିଶ୍ୱାସୀ ହିସାବରେ ଜଣେ 4 ମୁକୁଟ ପାଇପାରିବ। ଜଣେ ପାଳକ ଯଦି ହୋଇଅଛି, ସେ ସ୍ୱର୍ଗରେ 5 ମୁକୁଟର ଅଧିକାରୀ ହୋଇପାରିବ। କଣ କଣ ତାହା ଟିକେ ଫଟାଫଟ ପଢିଦେବେ। ପ୍ରଥମ ମୁକୁଟ ହେଲା ଅକ୍ଷୟ ମୁକୁଟ। ପ୍ରଥମ କରିନ୍ଥୀ 9:25। ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିଚିତ ହୋଇ ହୁଏ। ସେମାନେ ଖେଳଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି, ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ। ଅକ୍ଷୟ ମୁକୁଟ ପାଇବା ପାଇଁ ହେଲେ ପରିଣିତ ଭୋଗୀ ହୋଇକି ବଞ୍ଚିବାକୁ ପଡିବ। ଯଦି ଆପଣ ମାନେ କେହି ସଡରଙ୍ଗା ମିଟିଂ ରେ ଆସିଥିଲେ, ମର୍ଣ୍ଣିଂ ବାଇବଲ ଷ୍ଟଡିରେ ମୁଁ ଅକ୍ଷୟ ମୁକୁଟ ସମ୍ବନ୍ଧରେ ଅଳ୍ପ କହିଥିଲି, ତାହା ଆପଣ ମାନେ ୟୁଟ୍ୟୁବରେ ବି ପାଇପାରିବେ। ଏହା ହେଲା ପ୍ରଥମ ମୁକୁଟ, ଯାହା ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ରଖାଯାଇଛି। କିନ୍ତୁ ଏଠୁ ବା ଏଇ ସ୍ଥାନରୁ ଆମେ ତାହାକୁ ଧରିକି ରଖିବାକୁ ପଡିବ। ଦ୍ୱିତୀୟ ମୁକୁଟ ହେଲା ଆନନ୍ଦ ଭରସା ଦର୍ପର ମୁକୁଟ। ପ୍ରଥମ ଥେସଲୋନିକୀୟ 2:19। କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ
ତାହାଙ୍କ ଚାମରେ ଆମମାନଙ୍କ ଭରସା ବା ଆନନ୍ଦ ବା ଦର୍ପର ମୁକୁଟ କଣ ଅଟେ କି ତୁମ୍ଭେମାନେ ନୁହଁ? ଆଗମନ ବେଳକୁ ଆନନ୍ଦ ବା ଦର୍ପ ବା ଭରସା ଗୋଟିଏ କଥା ଆମେ ଯଦି କହିବା ଆନନ୍ଦ ମୁକୁଟ, ଦ କ୍ରାଉନ ଅଫ ରିଜଏସିଂ। ଆଗମନ ବେଳକୁ ଆମକୁ ଆନନ୍ଦ ମୁକୁଟ ପ୍ରଭୁ ଦେବା ପାଇଁ ଯାଉଛନ୍ତି। ଏହା ଆତ୍ମା ଲାଭକାରୀ ପାଳକ ପ୍ରଚାରକ ବିଶ୍ୱାସୀ ମାନେ ଏହା ପାଇପାରିବେ। ଏଣୁକରି ପାଉଲ କହୁଛନ୍ତି ଥେସଲୋନିକୀୟ ମଣ୍ଡଳୀକୁ କହୁଛନ୍ତି ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତୁମେ ମାନେ ଆମର ଆନନ୍ଦ ମୁକୁଟର କାରଣ ହବ। ତାମାନେ ଯେହେତୁ ପାଉଲ ଆତ୍ମା ଲାଭ କରିଥିଲେ, ସେ ଆତ୍ମା ଗଣ ସକାଶୁ ପାଉଲଙ୍କୁ ଆନନ୍ଦ ମୁକୁଟ ମିଳିବାକୁ ଯାଉଛି। ଯେଉଁ ପ୍ରଭୁଙ୍କ ଦାସ ଦାସୀ ମାନେ, ଯେଉଁ ବିଶ୍ୱାସୀ ବିଶ୍ୱାସିନୀ ମାନେ ଆତ୍ମା ଲାଭ କରିଥାନ୍ତି, ସେମାନେ ଆନନ୍ଦ ମୁକୁଟ ପାଇବେ। ସେ ଯେ କୌଣସି ବ୍ୟକ୍ତି ହଉନ୍ତୁ ନା କାହିଁକି, ଆତ୍ମା ଲାଭ କରିଥିବା ଗୋଟିଏ ବ୍ୟକ୍ତିକୁ ମନ ପରିବର୍ତ୍ତନ କରାଇଥିବ, ଗୋଟିଏ ବ୍ୟକ୍ତିକୁ ପାପରୁ ପରିବର୍ତ୍ତନ କରାଇଥିବ, ଗୋଟିଏ ବ୍ୟକ୍ତିକୁ ପୁନର୍ଜନ୍ମ ଆଡକୁ କଢାଇ ଆଣିଥିବ, ତେବେ ସେ ବ୍ୟକ୍ତି ଆଗମନ ବେଳକୁ ଆନନ୍ଦ ମୁକୁଟ ବା ଭରସା ମୁକୁଟ ବା ଦର୍ପର ମୁକୁଟ, ଗୋଟିଏ ଶବ୍ଦରେ ଆମେ କହିବା ଆନନ୍ଦ ମୁକୁଟ। ଆନନ୍ଦ ବା ଭରସା ବା ଦର୍ପ ଲେଖା ଅଛି, ଆମେ ତିନିଟା କଥା କାହିଁକି କହିବା ଆନନ୍ଦ ମୁକୁଟ କହିବା, ଗୋଟିଏ କହିଲେ ଚଳିବ। ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। ଏହା ହେଲା ଦ୍ୱିତୀୟ ମୁକୁଟ। ତୃତୀୟ ମୁକୁଟ ଯାହା ମିଳିବ, ଏଇ ମୁକୁଟ ଦ୍ୱିତୀୟ ତିମୋଥୀ 4 ଅଧ୍ୟାୟର 8 ପଦରେ ଲେଖା ଅଛି, ଧାର୍ମିକତାର ମୁକୁଟ। ଅଦ୍ୟାବଧି ମଣିମନ୍ତି ଧାର୍ମିକତାର ମୁକୁଟ ରଖାଯାଇଅଛି। ତା ସେହି ମହାଦିନରେ ନ୍ୟାୟବାନ ବିଚାରକତା ପ୍ରଭୁ ମୋତେ ଦେବେ। ପୁଣି କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ସେ ସମସ୍ତଙ୍କୁ ଦେବେ। ଧାର୍ମିକତାର ମୁକୁଟ ମଧ୍ୟ ମହାଦିନରେ ମିଳିବ, ବିଚାର ଦିନରେ ମିଳିବ। ଆଉ ପାଉଲ କହୁଛନ୍ତି ଯଦି ଆମେ ତାହାର 6-7 ପଦ ଦେଖିବା 8 ପଦ ପର୍ଯ୍ୟନ୍ତ, ସେଠାରେ 4-5 ଗୋଟି ବିଶେଷ ଯୋଗ୍ୟତା ରହିଅଛି। ସେଇ ଲୋକମାନେ ହିଁ ତାହା ପାଇବେ। ଆଜିର ସକାଳ ବେଳାର ବା ପୂର୍ବାହ୍ନ ବେଳାର ଅଧିବେଶନରେ ଆମେ ତାହାକୁ ବହୁତ ସୁନ୍ଦର ଭାବରେ ଅଧ୍ୟୟନ କରିଅଛୁ। ଆଉ ତାହା ଆପଣ ମାନେ ପାଇପାରିବେ, ୟୁଟ୍ୟୁବରେ ନିଶ୍ଚୟ ପାଇପାରିବେ। ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। ଧାର୍ମିକତାର ମୁକୁଟ ବହୁତ ସୁନ୍ଦର ବାଇବଲ ଷ୍ଟଡି ଥିଲା। ଧାର୍ମିକତାର ମୁକୁଟ ପାଇବା ପାଇଁ ହେଲେ ସେଇ ଜାଗାରେ 5 ଗୋଟି ଯୋଗ୍ୟତା ରହିବା ଦରକାର। କଣ? ପାଉଲ କହୁଛନ୍ତି 6 ପଦରେ, ମୋର ପ୍ରାଣ ଆହୁତି ପରି ଢଳା ଯାଉଛି। ଆହୁତି ବୋଲି କହିଲେ ହିନ୍ଦୀରେ ଲେଖା ଅଛି मैं अर्घ की नाई उंडेला जाता हूं। अर्घ ବୋଲି କହିଲେ ପେୟ ନୈବେଦ୍ୟ, ଟିକେ ଟିକେ କରି ପେୟ ନୈବେଦ୍ୟକୁ ବା ପାନୀୟ ନୈବେଦ୍ୟକୁ ନିଆଁରେ ଦଗ୍ଧ କରାଯାଏ। ତାମାନେ ଟିକେ ଟିକେ କରିକି ସେ ଦୁଃଖରେ ଦଗ୍ଧ ହେଉଥିଲେ, କଷ୍ଟ ଭୋଗୁଥିଲେ, ସେବାର କ୍ଲେଶ ସହ କରୁଥିଲେ। ଆଉ ସେ କହୁଛନ୍ତି ମୁଁ ଈଶ୍ୱରଙ୍କ ସେବା କାର୍ଯ୍ୟରେ ମୁଁ ପେୟ ନୈବେଦ୍ୟ ତୁଲ୍ୟ ମୋର ପ୍ରାଣକୁ ମୁଁ ଦେଉଅଛି। ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। ଯେଉଁମାନେ ସେଇ ପ୍ରକାର ପେୟ ନୈବେଦ୍ୟ ପରି ଉତ୍ସର୍ଗୀକୃତ ହୁଅନ୍ତି, ପ୍ରାଣକୁ ଆହୁତି ଦେବା, ବଳି ଦେବା, ଏହାର ତାତ୍ପର୍ଯ୍ୟ କଣ ବୋଲି କହିଲେ, ଜଣେ ବ୍ୟକ୍ତି ଯେକୌଣସି ଶସ୍ୟ বা পেয় বা পশু যদি বলি କରିବା ପାଇଁ ଆଣେ, ସେ ଯେ ପର୍ଯ୍ୟନ୍ତ ବେଦୀକୁ ଆଣି ନାହିଁ ସେ ପର୍ଯ୍ୟନ୍ତ ତାହାର ହେଇଥାଏ। ଯଦି ଆଣି କରି ବେଦୀରେ ଥୋଇଦେଲା, ଆଉ ସେ ପଶୁ ହଉ ବା ସେ ପକ୍ଷୀ ହଉ ବା ସେ ଶସ୍ୟ ହଉ ବା ସେ ପାନୀୟ ନୈବେଦ୍ୟ ହଉ, ତାହା ଆଉ ତାହାର ନୁହେଁ, ତାହା ଶତକଡ଼ା 100କୁ 100 ଭାଗ ପ୍ରଭୁଙ୍କର।
केवल प्रभु पाई ताहा व्यवहार हेबो आ निज पाई निज इच्छा पाई न आ निज इच्छा रे चलिबो नाही। एणो पाउल कहउछथि मो संपूर्ण 100 को 100 भाग प्रभु सेवारे निज इच्छा न करिकी ईश्वर को इच्छा निमंते मो उत्सर्गीकृत मो प्राण को मो आहुति देउछि। अर्थात जेते दुख आसे जेते कष्ट आसे मो ताहाको सह करूछि। मैं आपण मानकु आज सकाळे एग्जांपल दउछली पेय नैवेद्य को केमती उत्सर्ग करा जाय। मने करंतु मु एठारे देखौछि एठारे बेदी अटे आ निया जळुछि जणे द्राक्षा रस को नेकी आसिला पेय नैवेद्य भाबरे से कौन करिबो टिके टिके करी नियारे पकेइबो। पूरा जदि पकाई देबो निया लिभिजिबो। एणो पाउल कहउछन्ति मु ईश्वरक सेवारे पेय नैवेद्य परि ढोला जाउछि कंटिन्यूअली दुख भोग करूछि काहेकि मु बेदी रे अछि। प्रभु को दास मानकर उत्सव पाई मु कहिबी आमे समस्ते टिके टिके करी अग्नि रे दग्ध हेउथिबा पाई आहुत होइछु। जदि आमे सेमिति दुख भोग रूप अग्नि रे क्लेशर अग्नि रे जदि दग्ध हेबा नाही जिसा 48:10 अनुसार तेबे आमे पेय नैवेद्य ही पारिबा नाही। धार्मिकतार मुकुट सहज नुह। पेय नैवेद्य आ अलगा काहारी मनोरंजन करिवो नाही केवल प्रभु को काम करिवो से। आजिकाली सेवा कार्य रे मनोरंजन बहुत स्वार्थ चेष्टा बहुत बिजनेस ओरिएंटेड हे गले मनी मेकिंग मिनिस्ट्री चली छे किंतु पेय नैवेद्य से परि नुह केवल प्रभु को पाई से जळी उठिबो से दग्ध हेबो से निजे बळी होई ईश्वरंकर गौरव महिमा प्रकाश करिवो। एणु ईश्वरक लोक माने धार्मिकतार मुकुट सेमान को मिलिबो। आ पाउल कहउछन्ति मु बळी हेउछि आहुति तापर से कहउछन्ति द्वितीय विषय सेठारे धार्मिकतार मुकुट पाइबा पई पांच गोटी योग्यता रही अछि। प्रथम विषय हैला आहुति हेबाको पड़िबो। द्वितीय विषय हैला युद्ध रे प्राणपण करिबाको पड़िबो। तामाने युद्ध रे जय पाइबाको पड़िबो। हिंदी रे लिखा अछि मैं अच्छी कुश्ती लड़ चुका हूं। कुश्ती दुई जन को मध्य रे होई थाए। तामाने पाउलंकर युद्ध शैतान सहित शेष होई सारी चला पाउल जीती सारी चले। हिंदी रे लिखा अछि मैं लड़ चुका हूं। केमती युद्ध अच्छा युद्ध अच्छी कुश्ती। इंग्लिश रे लिखा अछि आई हैव फॉट ए गुड फाइट गुड स्कोर गुड रिजल्ट। से गुटे भलो युद्ध करि सारी छथि। कि अद्भुत लोक माने हल्का युद्ध करिके हारि नहंती। शैतान विरुद्ध रे पाप विरुद्ध रे दुख विरुद्ध रे कष्ट विरुद्ध रे परिस्थिति विरुद्ध रे युद्ध करिके सब को जय करिसंती। आओ से कहउछन्ति मो पय धार्मिकतार मुकुट रखा जायछि। आमे एठी धार्मिक देखाई हे पारू किंतु स्वर्ग रे धार्मिकतार मुकुट पाइबा पाई हेले एठारे सबु परीक्षा को जय करिकी युद्ध रे विजेता हेकी रहिबाको पड़िबो। एठारे धळा पिंदी देले टिके धार्मिक देखा जाछि। एठारे टिके मुंड नुआई देले टिके भक्ति भाव कले टिके आंठू पाती देले धार्मिक देखा जाछि। किंतु स्वर्ग रे केवल से माने धार्मिकतार मुकुट पाइबे जो माने युद्ध रे जयी हेछन्ति। का विरुद्ध रे युद्ध? प्रथम पीतर 2:11 अभिलाष विरुद्ध रे युद्ध। एब्री 12:4 पाप विरुद्ध रे युद्ध एवं शैतान विरुद्ध रे युद्ध। प्रकाशित 12:11 आकाश मंडल दुष्टात्मा विरुद्ध रे युद्ध। एफिसियो 6:12 आमको युद्ध बहुत करिवार अछि।
ଆଉ ଯୁଦ୍ଧ ଆମେ କରୁ ବା ନ କରୁ ଶୈତାନ ଯୁଦ୍ଧ କରି ଚାଲିଛି। ଯଦି ଆମେ ପ୍ରସ୍ତୁତ ନାହିଁ ତ ଆମେ ହାରି ଚାଲିଛୁ। ପ୍ରଭୁଙ୍କ ଲୋକମାନେ ଖ୍ରୀଷ୍ଟିଆନ ଜୀବନ ଗୋଟେ ଯୁଦ୍ଧ ପାଇଁ। ଆପଣ ଯୁଦ୍ଧ କରୁନାହାନ୍ତି, ପାପକୁ ଏଭଏଡ କରୁନାହାନ୍ତି, ପାପକୁ ରେଜିଷ୍ଟ କରୁନାହାନ୍ତି, ଆପଣ ଯଦି ଶୈତାନର ପ୍ରତିରୋଧ କରୁନାହାନ୍ତି, ଅଭିଳାଷକୁ ଛାଡିବା ପାଇଁ ଯତ୍ନବାନ ହେଉନାହାନ୍ତି, ତାହେଲେ ଆପଣ ଯୁଦ୍ଧରେ ହାରି ଚାଲିଛନ୍ତି। ଧାର୍ମିକତାର ମୁକୁଟ ପାଇପାରିବେ ନାହିଁ। ଧାର୍ମିକତାର ମୁକୁଟ ପାଇବା ପାଇଁ ହେଲେ ଆପଣ ମାନଙ୍କୁ ଆମ୍ଭ ମାନଙ୍କୁ ସବୁ ଯୁଦ୍ଧରେ ବିଜୟୀ ହେଇକି ରହିବାକୁ ପଡିବ। ଏଣୁ ଧାର୍ମିକତାର ମୁକୁଟ ପାଇଁ ଯେଉଁ 5ଗୋଟି ସର୍ତ୍ତ ପାଉଲ ଲେଖିଛନ୍ତି, ସେ କହୁଛନ୍ତି ଦ୍ୱିତୀୟ ସର୍ତ୍ତ, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି। ତୃତୀୟ ସର୍ତ୍ତ ସେ କହୁଛନ୍ତି, ମୁଁ ନିରୂପିତ ପଥର ଶେଷ ଯାଏ ଦୌଡ଼ିଅଛି। ଗେହଜୀ ପରି ଅଧା ରାସ୍ତାରେ ବିପଥଗାମୀ ହେଇନାହାନ୍ତି। ଧନ ଲୋଭ ଦେଖି ଅଧା ରାସ୍ତାରେ ସେବା ଛାଡିକି ଲୋଭ ପଛରେ ଚାଲିଗଲା। ବିଲିୟମ ପରି ପାଉଲ ହୋଇନାହାନ୍ତି। ବିଲିୟମ ମଧ୍ୟ ଧନ ଲୋଭ ହେତୁରୁ ପରମେଶ୍ୱରଙ୍କ ସେବା ଛାଡିକି ମନୁଷ୍ୟର ସନ୍ତୋଷକାରୀ ହେଇଗଲା। ପଢନ୍ତୁ ଜିହୁଦା ପତ୍ର 11 ପଦ। ସେମାନେ ସଂସ୍ଥାପନ ପାତ୍ର, କାରଣ ସେମାନେ କଇନର ପଥରେ ଚାଲି ଯାଇଛନ୍ତି, ଅର୍ଥ ଲୋଭ ସକାଶେ ବିନିୟମ ଭ୍ରାନ୍ତିରେ ପଡ଼ିଯାଉଛନ୍ତି ଓ କଳହ ସଦୃଶ ବିଦ୍ରୋହ କରି ବିନଷ୍ଟ ହେଉଛନ୍ତି। ଅର୍ଥ ଲୋଭ ବିଲିୟମର ସେବା କାର୍ଯ୍ୟକୁ ଅଧା ରାସ୍ତାରେ ବିନଷ୍ଟ କରିଦେଲା। କଇନ ଈର୍ଷା ହେତୁରୁ ତାର ସେବା କାର୍ଯ୍ୟ ପ୍ରଥମ ଥର କରିକି ହିଁ ସେ ବିନଷ୍ଟ ହେଲା ବା ପତିତ ହେଲା। ଇସ୍କାରିୟତ ଜିହୁଦା ସେବା ଆରମ୍ଭ ତ କରିଥିଲା କିନ୍ତୁ ଶେଷ କରିପାରିଲା ନାହିଁ। କିନ୍ତୁ ପାଉଲଙ୍କୁ ଆମେ ଦେଖୁଛୁ ଆରମ୍ଭରୁ ଶେଷ ଯାଏ ସେ ଦୌଡ଼ିଲେ, ଆଉ ଦୌଡ଼ି କରି ଭଲ ଭାବରେ ଉତ୍ତମ ସାକ୍ଷ୍ୟର ସହିତ ସେବାକୁ ସେ ସମାପ୍ତ କରିଛନ୍ତି। ପ୍ରଭୁଙ୍କ ଲୋକମାନେ ଆମେ ପରିତ୍ରାଣ ପାଇଲୁ, ଆମେ ଯୀଶୁକୁ ଗ୍ରହଣ କଲୁ, ଆମର ଦୌଡ଼ ଆରମ୍ଭ ହେଲା, କିନ୍ତୁ ଶେଷ ଯାଏ ଦୌଡ଼ିବାକୁ ପଡିବ। ଫିଲିପିଓ ମଣ୍ଡଳୀକୁ ପାଉଲଙ୍କର ପତ୍ର ତାହାର 2 ଅଧ୍ୟାୟରେ ପାଉଲ କହୁଛନ୍ତି, ମୁଁ ଦୌଡୁଅଛି, ମୁଁ ଦୌଡୁଅଛି। 3 ଅଧ୍ୟାୟରେ ସେ କହୁଛନ୍ତି, 12 ପଦ ପଢନ୍ତୁ, 12-13। ମୁଁ ଯେ ଏବେ ସେ ସମସ୍ତ ପ୍ରାପ୍ତ ହୋଇଅଛି ଓ ବା ସିଦ୍ଧି ଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତା ଧରିବା ପାଇଁ ଦୌଡୁଅଛି। ସେ ଧରିବା ପାଇଁ ଦୌଡୁଅଛି ବୋଲି କହିଲେ। ଆଜି ସକାଳେ ମୁଁ ଗୋଟିଏ ବିଷୟକୁ ଛାଡ଼ିଦେଲି, ପାଉଲଙ୍କର ଦୌଡ଼ କି ପ୍ରକାର ଦୌଡ଼ ଥିଲା। ସେ ଫିଲିପିଓ ମଣ୍ଡଳୀକୁ ଲେଖିଲା ବେଳେ କହୁଛନ୍ତି ମୁଁ ଦୌଡୁଅଛି, କିନ୍ତୁ ତିମୋଥୀକୁ ଲେଖିଲା ବେଳେ କହୁଛନ୍ତି ମୁଁ ଦୌଡ଼ି ଅଛି। ତାମାନେ ମୋର ଦୌଡ଼ ସରିଯାଇଛି। ଜଣେ ଯଦି ଦୌଡ଼େ, ଦୌଡ଼ିବାର ଲକ୍ଷ୍ୟ ଥାଏ। ପାଉଲଙ୍କର କଣ ଲକ୍ଷ୍ୟ ଥିଲା, କେମିତି ସେ ଦୌଡୁଥିଲେ? 7ଗୋଟି ଲକ୍ଷ୍ୟ ନେଇକି ସେ ଦୌଡୁଥିଲେ। ସେଟା ମୁଁ ସକାଳେ କହିପାରି ନାହିଁ। କଣ ସେ 7ଗୋଟି ଲକ୍ଷ୍ୟ? 8, 9, 10, 11 ପଦ ଟିକେ ଟିକେ ପଢନ୍ତୁ। ଫିଲିପିଓ 3:8, 9, 10, 11। ପ୍ରକୃତରେ ମୁଁ ମହାନ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହା ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହି ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି କୁହାଯାଏ।
11 ଯାଇ କହିଲେ ପରା ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଗତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ, ଯେପରି ମୁଁ ତାହାକୁ ତାଙ୍କ ପୁନରୁତ୍ଥାନ ଶକ୍ତି ଓ ତାଙ୍କ ମୃତ୍ୟୁ ପରେ ତାଙ୍କ ତୁଲ୍ୟ ହୋଇ ତାଙ୍କ ଦୁଃଖ ବେଦନାର ସହଭାଗିତା ଜ୍ଞାତ ହୁଏ ଏବଂ କୌଣସି ପ୍ରକାରେ ମୃତ୍ୟୁବରଣ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। 12 ପଦ ମୁଁ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଦୃଢ଼ ହୋଇଥିବାରୁ ତାହା କରିବା ପାଇଁ ଦୌଡ଼ୁଅଛି। 14 ଯାଏ ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପୋଷାକ ବିଷୟ ସବୁ ମନୋରଞ୍ଜନ କରି ସମୁଦ୍ରରେ ଥିବା ବିଷୟ ଗୁଡ଼ିକ ପ୍ରକାଶ କରୁଅଛି। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନ ମନ ପାଇବାକୁ ପ୍ରାଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି। ଜୋରେ କହିବା ହାଲେଲୁୟା। ପାଉଲ এই ସ୍ଥାନରେ ସେ 7ଟି ବିଷୟକୁ ଲକ୍ଷ୍ୟ ରଖି ଦୌଡୁଛନ୍ତି। ଶୁଣନ୍ତୁ, ଧାର୍ମିକତାର ମୁକୁଟ ଯିଏ এই ପ୍ରକାରର ଲକ୍ଷ୍ୟ ରଖି ନାହିଁ ସେ ଆଦୌ ପାଇବ ନାହିଁ, ସେ ଯେ କେହି ହୁଅନ୍ତୁ ନା କାହିଁକି। ପ୍ରଭୁଙ୍କ ନାମ ଧନ୍ୟ ହଉ। ତାଙ୍କର ପ୍ରଥମ ଲକ୍ଷ୍ୟ 8 ପଦରେ ସେ କହୁଛନ୍ତି, ମୋର ଯାହା ଯାହା ଲାଭଜନକ ଥିଲା ମୁଁ କ୍ଷତି ବୋଲି ଗଣ୍ୟ କଲି। ତାମାନେ ସେବା କାର୍ଯ୍ୟରେ ଲାଭର ବିଷୟ ଗୁଡାକ ବି ଆସେ, ବହୁତ ଲାଭର ବିଷୟ ଆସିବ। ପଇସା ଲାଭ, ମାନ ସମ୍ମାନ ଲାଭ ଆସିବ, ବହୁତ ଲାଭର କଥା ଅଛି, ଆସିବ। ସେ ଜଣେ ଫାରୁସୀ ଥିଲେ, ବହୁତ ଲାଭ ଥିଲା ଫାରୁସୀ ହେଇକି ରହିଲେ। ଆଉ ସେ ବ୍ୟବସ୍ଥାର ଗୋଟିଏ ଶାସ୍ତ୍ରଜ୍ଞ ଥିଲେ, ବହୁତ ଲାଭ ହେଇଥାନ୍ତା, ତ ଦ୍ୱାରା ବହୁତ ଇନକମ କରିପାରିଥାନ୍ତେ। କିନ୍ତୁ ଯୀଶୁକୁ ପାଇଲା ପରେ ସେ ତାଙ୍କର ପଦ ପଦବୀ ଇନକମ ସବୁକୁ ଗୋବର ତୁଲ୍ୟ, ଦୁର୍ଗନ୍ଧ ଦେଉଥିବା ମଳ ତୁଲ୍ୟ, ଆବର୍ଜନା ତୁଲ୍ୟ ସେ ଘୃଣା କରୁଛନ୍ତି। କାହିଁକି ଘୃଣା କରୁଛନ୍ତି ବୋଲି କହିଲେ, ଯଦି ଲାଭର ବିଷୟକୁ ଘୃଣା କରିବେ ନାହିଁ, ଯୋଉ ଲକ୍ଷ୍ୟ ରଖିଛନ୍ତି ସେ ଲକ୍ଷ୍ୟ ପାଇଁ ଦୌଡ଼ି ପାରିବେ ନାହିଁ। ଆଜି ମିନିଷ୍ଟ୍ରି ବିଜନେସ ଓରିଏଣ୍ଟେଡ ହେଇଯାଇଛି, କେମିତି ଅଧିକ ଲାଭ ହବ, କେମିତି ଅଧିକ ଇନକମ ହେବ, କେମିତି ଅଧିକ ମୋର ପ୍ରଫିଟ ହେବ, ମିଛ କହିକି ଲୋକ ମିନିଷ୍ଟ୍ରି ନାଁରେ ନିଜର ଲାଭ କରିବା ପାଇଁ ବହୁତ ଚେଷ୍ଟା କରିବା ଲୋକ ଅଛନ୍ତି। ମିଛ ରିପୋର୍ଟ ଲେଖି ଚାଲିଛି, ମିଶନ ପ୍ରପର୍ଟି ବିକି ଚାଲିଛି, ପାୱାର ଦୁର୍ବ୍ୟବହାର କରି ଚାଲିଛି। ପ୍ରମୁଖ ଲୋକମାନେ ପାଉଲ ବି ଜାଣିଗଲେ ଯେ ବହୁତ ଲାଭ ଅଛି, କିନ୍ତୁ এইটা ବିଲିୟମ ଜାଣିପାରିଲେ ନାହିଁ। ସେ ଧନ ଲୋଭୀ ହେଇକି ନିଜ ଭବିଷ୍ୟତ ବକ୍ତାର ପଥରେ ଦୌଡୁ ଦୌଡୁ ଜଣେ ରାଜାଙ୍କର ଧନ ଲୋଭରେ ପଡିକି ନିଜେ ବର୍ବାଦ ହେଲେ, ସେବା କାର୍ଯ୍ୟ ବର୍ବାଦ ହେଇଗଲା। ନିରୂପିତ ପଥରୁ ଆରମ୍ଭ କଲେ, କିନ୍ତୁ ପଥ ନିରୂପଣ ହେଲା, ଏତିକି ଦୂର ଦୌଡ଼ିବାର ଅଛି, ଦୌଡ଼ି ପାରିଲେ। ଶୁଣନ୍ତୁ, ନିରୂପିତ ପଥ ବୋଲି କହିଲେ ସେ ଜାଣିଥିଲେ କେତେ ଦୂର ଦୌଡ଼ିବାର ଅଛି, ସେବା କାର୍ଯ୍ୟରେ କଣ କଣ କରିବାର ଅଛି। ଆଜି ଅନେକ ଜାଣିନାହାନ୍ତି ମତେ କଣ କଣ କରିବା ପାଇଁ ପ୍ରଭୁ ଆହ୍ୱାନ କରିଛନ୍ତି, ମୁଁ କେଉଁ କେଉଁ କାମ କରିବା ପାଇଁ ଆହୁତ ଅଟେ, ଜାଣିନାହାନ୍ତି। ଏଇଥିପାଇଁ ଅଧା ରାସ୍ତାରେ ସବୁ ବଦଳି ଯାଉଛି, ଲୋଭରେ ପଡି ଯାଉଛନ୍ତି, ଲାଭର ବିଷୟକୁ ଦେଖି ଈଶ୍ୱରଙ୍କ ବିଷୟକୁ ଛାଡି ଦଉଛନ୍ତି।
কিন্তু ପାଉଲ ଜାଣିଥିଲେ ସେ ଗୋଟିଏ ଲକ୍ଷ୍ୟ ରଖିଥିଲେ ଆଉ ସେ ଲକ୍ଷ୍ୟ ରଖିକି ଦୌଡୁଥିଲେ ମତେ ଏଇ ପର୍ଯ୍ୟନ୍ତ ଦୌଡ଼ିବାକୁ ପଡିବ ମତେ ଏହା ପାଇବାକୁ ପଡିବ ଏଣୁକରି ସେ ଦେଖିଲେ କି ଦୌଡ଼ିବା ପାଇଁ ହେଲେ ସ୍ୱୟଂ ଈଶ୍ୱରଙ୍କ ଲୋକମାନେ ଗୋଟେ 100 କିଲୋର ବସ୍ତାକୁ ମୁଣ୍ଡରେ ବୋହିକି ଦୌଡ଼ି ହବ ନାହିଁ। ପାଉଲ ଜାଣିଥିଲେ ଅନେକ ବିଷୟ ମତେ ଅଟକାଇବାକୁ ଚେଷ୍ଟା କରେ ଏଣୁ ସେ ଯାହା ଯାହା ତାଙ୍କ ସେବା କାର୍ଯ୍ୟରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲା ସେ ସବୁକୁ ସେ କ୍ଷତି ବୋଲି ମାନ କରିକି ଆବର୍ଜନା ତୁଲ୍ୟ ଭାବିଲେ। ସେ ଜଣେ ଫାରୁସି ବୋଲାଇଲେ ନାହିଁ, ସେ ଜଣେ ଈଶ୍ୱରଙ୍କ ଦାସ ଭାବରେ ଦାସ ତୁଲ୍ୟ ହେଇକି ବହୁତ ପରିଶ୍ରମ କଲେ। ଲେଖା ଅଛି ନିଜକୁ ସମସ୍ତଙ୍କର ଦାସ କଲେ। ସେ ଆଜିକାଲି ଆମମାନଙ୍କ ପରି ଆମେ ଟିକେ ବଡ ଲୋକ ହେଇଗଲା ପରେ ଆଉ ଛୋଟ ହେବାକୁ ଚାହୁଁନା, ବିଲକୁଲ ଚାହୁଁନା। କିନ୍ତୁ ତାଙ୍କର ଫାରୁସି ପଦ ତାଙ୍କର ସବୁ ଡେସିଗ୍ନେସନ ସବୁକୁ ସାଇଡରେ ରଖି ସେ ଲେଖା ଅଛି ପ୍ରଥମ କରିନ୍ତି 9 ଅଧ୍ୟାୟରେ ନିଜକୁ ସେ ସମସ୍ତଙ୍କର ଦାସ କଲେ ଯେପରି ଅଧିକ କାମ କରିପାରିବେ। 9:19 ପଢ। କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରିବେ ଏଥିପାଇଁ ମୁଁ କାହାରି ଅଧୀନ ନହେଲେ ନିଜକୁ ସମସ୍ତଙ୍କ ଦାସ କଲି। ସମସ୍ତଙ୍କର ଦାସ କଲେ। ସେ ଲକ୍ଷ୍ୟ ରଖିଥିଲେ ମୁଁ ଯେପରି ଅଧିକ ଲୋକକୁ ଲାଭ କରିପାରିବି। ସେ ନିଜର ଫାରୁସି ପଦରେ ଥିଲେ କରିପାରିନଥାନ୍ତେ, ପଦକୁ ଛାଡିଦେଲେ ଆଉ ଲକ୍ଷ୍ୟ ରଖିଲେ ଯେ ମୁଁ ଯେମିତି ପଣ ପାଇବି। ପ୍ରଭୁଙ୍କ ଲୋକମାନେ ତାଙ୍କର ଦୌଡ଼ରେ 7 ଗୋଟି ଲକ୍ଷ୍ୟ ଥିଲା ଯାହା ସେ ଫିଲିପିୟ ମଣ୍ଡଳୀକୁ କହିଛନ୍ତି। କଣ? 8:3-8 ଫିଲିପରେ ଲେଖା ଅଛି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ। ଇହ କାଳରେ ଦୂରରେ ଥାଇକି ପାଇଛନ୍ତି କିନ୍ତୁ ମରିଗଲା ପରେ ସବୁଦିନ ପାଇଁ ଯୀଶୁ ମୋହର ହେବା ଦରକାର ସେ ଲକ୍ଷ୍ୟ ରଖି ସେ ଦୌଡୁଛନ୍ତି। ଆମେ ବର୍ତ୍ତମାନ ଯୀଶୁଙ୍କର ଗୀତରେ ବି ଗାଉ ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର, କିନ୍ତୁ ମରିଗଲା ପରେ ଯୀଶୁ କହିବେ ତ ତୁମେ ମୋର ବୋଲି, ନା କହିବେ ମୁଁ ତୁମକୁ ଜାଣି ନାହିଁ। ପାଉଲ ଭୟ କରୁଛନ୍ତି, ପାଉଲ ଲକ୍ଷ୍ୟ ରଖିଛନ୍ତି ମୋର ଶେଷରେ ଦୌଡ଼ର ଶେଷରେ ମୁଁ ଯୀଶୁଙ୍କୁ ଲାଭ କରିବା ପାଇଁ ଚାହୁଁଛି। ଏଣୁକରି ଯାହା ବର୍ତ୍ତମାନ ଲାଭ ଅନର୍ଥ ଅଧର୍ମର ଲାଭ ଏସବୁକୁ ମୁଁ ଆବର୍ଜନା ଗଣ୍ୟ କରୁଛି। ତାର ଦ୍ୱିତୀୟ ଦୌଡ଼ର ଦ୍ୱିତୀୟ ଲକ୍ଷ୍ୟ ଥିଲା ସେ କହୁଛନ୍ତି ମୁଁ ତାହାଙ୍କର ବୋଲି ଜଣାଯାଏ, ମୁଁ ତାହାଙ୍କର ବୋଲି ଜଣାଯାଏ। ଆଉ ମତେ କୌଣସି ନାମରେ ସ୍ୱର୍ଗ ନ ଜାଣୁ, ସ୍ୱର୍ଗ ମତେ ଜାଣିବାର ଅଛି, ପୃଥିବୀ ମତେ ଜାଣିବାର ଅଛି ଇଏ ଯୀଶୁଙ୍କର, ଇଏ ଯୀଶୁଙ୍କର। ପ୍ରଭୁଙ୍କ ଲୋକମାନେ ଆମକୁ ଦେଖିକି ଜଗତ ସେମିତି କହୁଛି କି ଇଏ ଯୀଶୁଙ୍କର ବୋଲିକି। ଆମର ଭେଣ୍ଡିଆ ମାନଙ୍କର ଷ୍ଟାଇଲ ଦେଖିଲେ ଚିହ୍ନି ପାରିବେ ନାହିଁ ଏ ଯୀଶୁଙ୍କର ପିଲା ବୋଲି। ଆମର ଝିଅ ମାନଙ୍କର ଷ୍ଟାଇଲ ଦେଖିଲେ ଚିହ୍ନି ପାରୁନାହିଁ ଏ ପ୍ରଭୁଙ୍କର ପିଲା ବୋଲି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଧାର୍ମିକତାର ମୁକୁଟ ଏତେ ସହଜ ନାହିଁ, ଏତେ ସହଜ ନାହିଁ। ଆପଣଙ୍କୁ ଦୌଡ଼ିବାକୁ ପଡିବ ଆଉ ଯୀଶୁଙ୍କର ହେବା ପାଇଁ ଦୌଡ଼ିବାକୁ ପଡିବ। ଆମେ ଯୀଶୁଙ୍କର ବୋଲାଉଛୁ ସିନା, ଆମେ କି ସମସ୍ତେ ଯୀଶୁଙ୍କର ଅଟୁ? ଯୀଶୁଙ୍କ ଦଳରେ ଚାଲୁଥିବା ଲୋକମାନଙ୍କୁ ଯୀଶୁ କହୁଥିଲେ ସମସ୍ତେ ମୋର ନୁହନ୍ତି, କେହି କେହି ଶୈତାନର ଦଳର ଲୋକ ଥିଲେ। କଣ ଭାବୁଛନ୍ତି ସବୁ ଖ୍ରୀଷ୍ଟିଆନ ଯୀଶୁଙ୍କର ନୁହନ୍ତି? ସବୁ ଈଶ୍ୱର ବୋଲାଇବା ଲୋକମାନେ ଯୀଶୁଙ୍କର ନୁହନ୍ତି। ଏଣୁ ପାଉଲ ଜଣେ ଫାରୁସି, ଜଣେ ଶାସ୍ତ୍ରୀ, ଜଣେ ଜ୍ଞାନୀ, ଜଣେ ପ୍ରେରିତ, ଏତେ ଅନୁଭବୀ ଲୋକ ସେ କହୁଛି ମୋ ଦୌଡୁଅଛି ମୁଁ ଯେମିତି ଶେଷରେ ଯୀଶୁଙ୍କର ବୋଲିକି ଜଣାଯାଏ। ବିଚାର ଦିନରେ ଦୂର ଶୈତାନ ବୋଲିକି ପ୍ରଭୁ ନ କହିବେ ରେ
ଅଧର୍ମଚାରୀ ମାନେ ବୋଲି ପ୍ରଭୁ ନ କହିଦିଅନ୍ତୁ। କାହାକୁ କହିବେ ଆଜ୍ଞା? ଅଧିକାଂଶ ସେବକ ମାନଙ୍କୁ କହିବେ, ଯୋଉମାନେ ପିତାଙ୍କ ଇଚ୍ଛା ସାଧନ କରିନାହାନ୍ତି, ଯୋଉମାନେ ପ୍ରଭୁଙ୍କ ଇଚ୍ଛା ବିରୁଦ୍ଧରେ ସେବା କରୁଛନ୍ତି, ସେ ହିଲିଂ ହଉ, ପ୍ରଫେସି ହଉ, ଭାବବାଣୀ ହଉ, ଯାହା ବି ହଉ, ସେମାନଙ୍କୁ ହିଁ କହିବେ। ତାମାନେ ଆମେ ନିଜକୁ ଚେକ୍ କରିବା ଦରକାର, ମୁଁ ଠିକରେ ଦୌଡୁଛି ତ? ଶେଷ ଦିନରେ ଯୀଶୁ କହିବାର ଅଛି, ରେ ଅଧର୍ମଚାରୀ ବୋଲି ନ କହିକି କହିବାର ଅଛି, ଏ ମୋର ବିଶ୍ୱସ୍ତ ଦାସ ବୋଲି କହିବାର ଅଛି। ପ୍ରଭୁଙ୍କ ଲୋକମାନେ ପାଉଲ ଲକ୍ଷ୍ୟ ରଖିଛନ୍ତି, ମୁଁ ଶେଷରେ ଯୀଶୁଙ୍କୁ ପାଇବି। ଶୁଣ, ଗୋଟିଏ ସଂସାରରେ ଜଣେ ଜଣେ କିଛି ପାଇବା ପାଇଁ ବହୁତ ଦୌଡନ୍ତି। ଖେଳାଳି ମାନେ ଚାମ୍ପିୟନ ହେବା ପାଇଁ ବହୁତ ଲକ୍ଷ୍ୟ ରଖନ୍ତି। ସେହିପରି କେହି କେହି ବିଜନେସ ରେ ବହୁତ ଧନ ଉପାର୍ଜନ କରିବା ପାଇଁ ଲକ୍ଷ୍ୟ ରଖନ୍ତି। ଶୁଣ, କେହି କେହି କାହାକୁ ବିବାହ ହେବା ପାଇଁ ଲକ୍ଷ୍ୟ ରଖନ୍ତି। ପାଉଲଙ୍କର ଲକ୍ଷ୍ୟ ଦେଖନ୍ତୁ, ମୁଁ ସବୁଦିନ ଯୀଶୁଙ୍କର ହେବାକୁ ଚାହେଁ, ମୁଁ ତାହାଙ୍କୁ ପାଇବା ପାଇଁ ଚାହେଁ। ପାଇନାହାନ୍ତି କି? ଆଂଶିକ ଭାବରେ ବିଶ୍ୱାସରେ ପାଇଛନ୍ତି, ଦେଖିନାହାନ୍ତି ଯୀଶୁଙ୍କୁ, ବିଶ୍ୱାସରେ ଖାଲି ଭାବୁଛନ୍ତି, ମୁଁ ପରିତ୍ରାଣ ପାଇଲି, ମୁଁ ମନ ପରିବର୍ତ୍ତନ କଲି, ମୁଁ ଡୁବନ ହେଲି, ମୁଁ ଯୀଶୁଙ୍କର ହେଲି, ମୁଁ ଆତ୍ମା ପାଇଲି, ପବିତ୍ର ଆତ୍ମା କଥା କହୁଛନ୍ତି, କିନ୍ତୁ ମୁଁ ସେ ଯେମିତି ମୁଁ ସେମିତି ତାଙ୍କୁ ପାଇବା ପାଇଁ ଚାହେଁ। ମୁଁ କେବଳ ତାହାଙ୍କର ହେଇଯିବା ପାଇଁ ଚାହେଁ। ସେ ମୋର ସ୍ୱାମୀ, ମୁଁ ତାଙ୍କର ଭାର୍ଯ୍ୟା, ସେ ମୋର ପ୍ରଭୁ, ମୁଁ ତାଙ୍କର ଦାସ, ସେ ମୋର ପିତା, ମୁଁ ତାଙ୍କର ସନ୍ତାନ, ସବୁଦିନ ପାଇଁ ମୁଁ ତାହାଙ୍କର ହେବା ପାଇଁ ଚାହେଁ। ଶୁଣନ୍ତୁ, ଈଶ୍ୱରଙ୍କ ଲୋକମାନେ ଖ୍ରୀଷ୍ଟିଆନ ହେଇଯିବା ଯଥେଷ୍ଟ ନାହିଁ। ଏ ଦୌଡ଼ରେ ଦୌଡୁ ଦୌଡୁ ଅଧା ରାସ୍ତାରେ କେତେକ ଦୌଡ଼ ଛାଡି ଦେଇଛନ୍ତି। ଗେହେଜି, ଜିହୁଦା, ବିଲିୟମ ପରି କେହି କେହି ବିଚାର ଦିନରେ ତିରସ୍କୃତ ହେଇଯାଇଛନ୍ତି। ଏଣୁ ଏମିତି ଲକ୍ଷ୍ୟ ସହିତ ଦୌଡୁ ଯେ ପ୍ରଥମତଃ ଯୀଶୁଙ୍କୁ ପାଇବେ, ଦ୍ୱିତୀୟତଃ ତାହାଙ୍କର ବୋଲି ଜଣାଯିବେ, ତୃତୀୟରେ 9 ପଦରେ ସେ କହୁଛନ୍ତି, ମୁଁ ଧାର୍ମିକତା ପ୍ରାପ୍ତ ହେବା ପାଇଁ ଦୌଡୁଅଛି। ଧାର୍ମିକ ନଥିଲେ କି? ସେ ଥିଲେ, କିନ୍ତୁ ବିଶ୍ୱାସ ମୂଳକ ଧାର୍ମିକତା ତାଙ୍କର ଲକ୍ଷ୍ୟ ଥିଲା। ସେ ଉପବାସ କରୁଥିଲେ, ସେ ଆଣ୍ଠଉଥିଲେ, ସେ ପ୍ରାର୍ଥନା କରୁଥିଲେ, ସେ ଦାନ ଦେଉଥିଲେ, ସେ ସର୍ବସ୍ୱ ତ୍ୟାଗ କରୁଥିଲେ, କିନ୍ତୁ ସେଥିରେ ସେ ନିଜକୁ ଧାର୍ମିକ ମନେ କରୁନାହାନ୍ତି। ଈଶ୍ୱରଙ୍କୁ ବିଶ୍ୱାସ କରିକି ଅବ୍ରାହମ ଯେମିତି ଧାର୍ମିକ ଗଣିତ ହେଲେ। এটা কি প্রকার কথা? ଅବ୍ରାହମ ପ୍ରତିମା ପୂଜକ ପରିବାରର ଲୋକ ଥିଲେ। ତାଙ୍କ ବାପା ପ୍ରତିମା ନିର୍ମାଣକାରୀ ଲୋକ ଥିଲେ। ସେମାନେ ମେସୋପୋଟାମିଆରେ ବସବାସ କରୁଥିଲେ। କିନ୍ତୁ ଅବ୍ରାହମଙ୍କ ଇଚ୍ଛା ହେଲା ସତ୍ୟ ପ୍ରଭୁଙ୍କୁ ଖୋଜିବା ପାଇଁ। ସେ ଜାଣିପାରିଲେ ମୋ ବାପା ଯାହା କରୁଛନ୍ତି ତାହା ସତ୍ୟ ନୁହେଁ। ଆଉ ହଠାତ୍ ଦିନେ ପ୍ରଭୁଙ୍କର ସାକ୍ଷାତ ଦର୍ଶନ ସେ ପାଇଲେ, ଗୌରବମୟ ଦର୍ଶନ ପାଇଲେ। ପାଇଲା ପରେ ସନ୍ଦେହ କରିନାହାନ୍ତି। ଅବ୍ରାହମଙ୍କର ବିଶେଷତା କଣ? କାହାରି ପ୍ରଚାର ଶୁଣିକି ସେ ବିଶ୍ୱାସ କରିନାହାନ୍ତି। କାହାର ପତ୍ରିକା ପଢି, କାହାର ମେସେଜ ପଢି, କାହାର ପ୍ରସଙ୍ଗ ଶୁଣିକି ସେ ବିଶ୍ୱାସ କରିନାହାନ୍ତି। ସେ ଯୀଶୁଙ୍କୁ, ଈଶ୍ୱରଙ୍କୁ, ପରମେଶ୍ୱରଙ୍କୁ ସେ ଦେଖିଲେ। ଦେଖିଲା ପରେ ସନ୍ଦେହ କଲେ ନାହିଁ, ଆଉ ସେ ବିଶ୍ୱାସ କଲେ। କଣ ବିଶ୍ୱାସ କଲେ? ଏହି ସତ୍ୟ ପରମେଶ୍ୱର, ତାଙ୍କର ସେ ବିଶ୍ୱାସ ହେତୁ ସେ ଧାର୍ମିକ ଗଣିତ ହେଲେ। ପ୍ରଭୁଙ୍କ ଲୋକମାନେ ଆମେ କ୍ରିୟା କର୍ମ ଯାହା କରୁଛୁ କରି ଚାଲୁ, କିନ୍ତୁ ଯଦି ଧାର୍ମିକତା ପ୍ରାପ୍ତ ହେବାକୁ ଚାହୁଁଛୁ, ଯୀଶୁ ହିଁ ଏକମାତ୍ର ସତ୍ୟ, ଏହା ଯଦି ଆମର ଅନ୍ତରରେ ବିଶ୍ୱାସ ସ୍ଥାପିତ ହେଇକି ଅଛି, ପୁଣି ଗୋଟେ ଧାର୍ମିକତା ଆମେ ତ ଦ୍ୱାରା ପ୍ରାପ୍ତ ହେବା। ଏଇ ଧାର୍ମିକତା ଶେଷରେ ମିଳିବ। ଚତୁର୍ଥ ଲକ୍ଷ୍ୟ ଥିଲା ତାଙ୍କର 10 ପଦରେ
चतुर्थ पंचम षष्ठ लक्ष्य 3 गोटी लक्ष्य सेठारे 10 पद लिखा अछि कोन मो ताहांको जानिबाकु चाहे पंचम लक्ष्य मो पुनरुत्थानर शक्ति को जानिबा पाई चाहे षष्ठ लक्ष्य मो दुख भोगर सहभागिता जानिबा पाई चाहे ओडिया रे ज्ञान लेखा अछि ताबने पाउलो परित्राण पाई डुबन नहीं आभाग पाई सेवा कार्य करी से पूर्ण भाव रे यीशु को जानि नथिले से कहउछन्ति मो ताहाको ज्ञात होए मु दौड़ू अछि आई मे नो हिम प्रेज द लॉर्ड मु जानिबा को चाहे केई विवाह करी के 50 वर्ष हला परे मध्य निज स्वामी को भलरे चिन्हि पारि नाथि निज स्त्री को भी चिन्हि पारि नाथि नुआ नुआ रूप एबी भी देखा जाउछि बुढ़ा काले चिन्हि पारु नाथि जानि पारु नाथि बुझी हो नाही पाउलो कहले मु तांको जानिबा पाई चाहे काहे कि से कहले मु जानिबा पाई चाहे ए दुनिया रे रही कि जेते शास्त्रीय ज्ञान रे ज्ञानी हेले मध्य प्रथम करिन्थी तार 13 अध्याय अनुसारे पाउलो निजे कहिसंती आमे आंशिक भाबरे जानु आंशिक भाबरे कथा को 9 पद पढंतु कारण अंधिमनी आंशिक भावे जानु और आंशिक भावे भगवानी कहू 10 पद किंतु सिद्ध विषय उपस्थित होगे आंशिक विषय लोग हो सिद्ध विषय को से जानिबा पाई चाहुछंती चतुर्थ लक्ष्य थिला यीशु को जानिबा पाई पंचम लक्ष्य थिला खाली यीशु को नाही ताकर पुनरुत्थानर शक्ति को से ज्ञान हेबा पाई लक्ष्य रखिछंती परभाषा कहउथिले भाववाणी कहउथिले भूत छडउथिले रोग सुस्थ हेउथिला आश्चर्य कर्म हिची मढा उठिछि is not it's sufficient आमे हेले संतुष्ट हे जाइतंतु मो द्वारा भूत छाडिलानी मो द्वारा रोग सुस्थ हेलानी मो द्वारा मढा उठिलानी मो द्वारा आश्चर्य कर्म हेलानी मो द्वारा आत्मा लाभ हेला मो द्वारा मंडली स्थापन हेला मो सब जानि छी कोई थंतु किंतु पाउलो कहउछंती मो तांकर पुनरुत्थानर शक्ति को ज्ञात हेबाकु चाहे तामाने कोन पुनरुत्थानर शक्ति जणे मरी जाइछि हाथ मुख पाद शरीर निष्क्रिय होई पड़िछि यीशुंकर पुनरुत्थान शक्ति ता भितरे आसीबो से निष्क्रिय हाथ चालिबाकू लागिबो से निष्क्रिय पाद काम करिबाकू लागिबो निष्क्रिय आखि देखिबाकू लागिबो एई जो पुनरुत्थानर शक्ति प्रथमे यीशुंको भितरे काम कला पाउलो आशा करूछंती मु ताहा चाखिबा पई चाहे ताहा जानिबा पई चाहे तार अर्थ कोन आगमन बेलकु मो भितरे पुनरुत्थानर शक्ति काम करू मु भाववाणी कली भाववाणी ठीक अछि मु हीलिंग कली ठीक अछि किंतु ए सब करी कि यदि पूरी करी हेला बेलकु से पूरी करी बेलकु यदि मोर पुनरुत्थान हेला नै मु पुनरुत्थानर शक्ति को पाइबे नै ताहेले मु दौड़रे अधा रास्ता रे रही पाउलो बड़ बड़ मिशन प्रोजेक्ट लक्ष्य रखि नांती से लक्ष्य रखिछंती मु केमिति करी हेले तांकर पुनरुत्थान शक्ति को ज्ञात हेबा पई चाहे तापरे से कहउछंती पंचम हेला षष्ठ मो ताहाको दुख भोगर सहभागिता ज्ञात हुए केमती लागिला तांको हाथ रे कंठा माड़ पड़िला बेले केमती लागिला तांको पाद रे कंठा केमती लागिला मुंडर मुकुट केमती लागिला वर्षा मो सेटा फील करिबा पई चाहे केते प्रेम करूथिले देखो पाउलो केते प्रभु को चाहुथिले सब त्याग कर दैछंती इसको ही बोला जाता है हिंदी में दीवानापन पागल प्रभु माड़ खाइले मुठी खाइबा पई चाहे तांको माड़ पड़ला मते टिके पडू तांको बर्छा पड़ला मोटे जानिबा पई चाहे केमती लागुची तांको दुख भर मौसी हेबा पई चाहे तांको पुनरुत्थान को चाखिबा पई चाहे
ମୁଁ ତାଙ୍କୁ ଭଲରେ ଜାଣିବା ପାଇଁ ଚାହେଁ। ଆଉ ଆମେ ବେଶୀ ଫୁଟାଣି ମାରୁଛୁ, ଅଳ୍ପ ଟିକେ ଜାଣି ଦେଇକରି ବେଶୀ ଜାଣିଛୁ ବୋଲି କହୁଛୁ। କିନ୍ତୁ ପାଉଲ କହୁଛନ୍ତି ମୁଁ ତାଙ୍କୁ ଜ୍ଞାତ ହେବା ପାଇଁ ଚାହେଁ, ତାଙ୍କର ପୁନରୁତ୍ଥାନ ଶକ୍ତିକୁ ଜ୍ଞାତ ହେବା ପାଇଁ ଚାହେଁ, ଆଉ କୌଣସି ପ୍ରକାରେ ତାଙ୍କ ଦୁଃଖ ଭୋଗର ସହଭାଗିତାକୁ ଜାଣିବା ପାଇଁ ଚାହେଁ। ଏହି ଲକ୍ଷ୍ୟରେ ଦୌଡୁଛନ୍ତି। ପୁଣି ସପ୍ତମ ଲକ୍ଷ୍ୟ ହେଲା ତାର ସେ 11 ପଦରେ କହୁଛନ୍ତି ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ମୁଁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ପୁଣି 12 ପଦରେ କହୁଛନ୍ତି ମୁଁ ଯେ ଏସବୁ ଏବେ ପ୍ରାପ୍ତ ହୋଇଅଛି ବା ସିଦ୍ଧି ଲାଭ କରିଅଛି ତାହା ନୁହଁ, ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧରା ଯାଇଥିବାରୁ ଏ 7 ବିଷୟକୁ ଧରିବା ପାଇଁ ଦୌଡୁଛି। ହାଲେଲୁୟା। এই দৌড় ଆଜିକାଲି ସେବା କାର୍ଯ୍ୟରେ କମ ଚୋର ଡକାୟତି ଆଜ୍ଞା ଲକ୍ଷ ଲକ୍ଷ ଟଙ୍କା ଦେଇକରି କେହି କେହି ବିଶପ ହେବା ପାଇଁ ଦୌଡୁଛନ୍ତି। କେହି କେହି ବହୁତ ଟଙ୍କା ଖର୍ଚ୍ଚ କରିକି ପଦପଦବୀ ପାଇବା ପାଇଁ ଦୌଡୁଛନ୍ତି। କେହି କେହି ମଣ୍ଡଳୀର ନେତା ହେବା ପାଇଁ ବହୁତ ପଇସା ଲଗାଉଛନ୍ତି। ଲକ୍ଷ୍ୟ ଦେଖନ୍ତୁ, କନଷ୍ଟ୍ରକ୍ସନ କାମ ଚାଲିବ, ମଣ୍ଡଳୀରେ ପଇସା ଖାଇଦେବେ। କିଛି ଗୋଟେ କାମ ଚାଲିବ, ପଇସା ମାରିଦେବେ। ଏଠି ଦୁଃଖର ଅବସ୍ଥା। ଆଗମନ ସନ୍ନିକଟ। ଆପଣ ଯଦି ଈଶ୍ୱରଙ୍କ ରାଜ୍ୟରେ ନିରୂପିତ ପଥର ଶେଷ ଯାଏ ଦୌଡ଼ିବେ ନାହିଁ ତ ଧାର୍ମିକତାର ମୁକୁଟ ପାଇପାରିବେ ନାହିଁ। ତ ମୁକୁଟ ପାଇବା ପାଇଁ ହେଲେ ପାଉଲ ଦୌଡ଼ିଲା ଭଳି ଦୌଡ଼ିବାକୁ ପଡିବ। ଆଉ ପାଉଲ କହୁଛନ୍ତି କଣ, ଭାଇମାନେ ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ। ଏ କଥାରୁ କଣ ଜଣା ପଡି ଜାଣିଛନ୍ତି? ଜଣା ପଡୁଛି ପାଉଲ ଧରି ସାରିଥିଲେ। ଧରିକରି ମଧ୍ୟ ସେ ମନେ କରୁଛନ୍ତି ମୁଁ ଧରିଅଛି ବୋଲି ମନେ କରୁନାହିଁ। ମୁଁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡିକ ପ୍ରତି ଦୃଷ୍ଟି ରଖି ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ଲକ୍ଷ୍ୟ ସ୍ଥଳକୁ ଦୌଡୁଅଛି। ଜୋରରେ କହିବା କି ହାଲେଲୁୟା। এই 7টি লক্ষ্য ରଖି ଦୌଡ଼ିଲା ପରେ ସେ ତିମୋଥୀକୁ ଚିଠି ଲେଖିଲେ, ମୋର ନିରୂପିତ ପଥର ଶେଷ ଯାଏ ମୁଁ ଦୌଡ଼ିଅଛି। ଆମର ସେଇ ଲକ୍ଷ୍ୟ ହଉ। ଯଦି ଲକ୍ଷ୍ୟ ନାହିଁ, ଲକ୍ଷ୍ୟ ରଖନ୍ତୁ। କାହିଁକି? ଧାର୍ମିକତାର ମୁକୁଟ ନହେଲେ ମିଳିବ ନାହିଁ। ଧାର୍ମିକତାର ମୁକୁଟ ପାଇବା ପାଇଁ ହେଲେ ଦୌଡ଼ିବାକୁ ପଡିବ, ଲକ୍ଷ୍ୟ ରଖି ଦୌଡ଼ିବାକୁ ପଡିବ। ପାଉଲ ସେ ଜାଗାରେ 5 କଥା କହିଛନ୍ତି। ମୁଁ ଦୌଡୁଅଛି। ପ୍ରଥମ କହିଲେ ମୁଁ ଆହୁତି ପରି ଢଳା ଯାଉଛି। ଦ୍ୱିତୀୟରେ କହିଲେ ମୁଁ ଯୁଦ୍ଧ କରି ସାରିଅଛି। ତୃତୀୟ କହିଲେ ମୁଁ ଦୌଡୁଅଛି। ଚତୁର୍ଥରେ କହିଲେ ମୁଁ ବିଶ୍ୱାସ ରକ୍ଷା କରିଛି। ଯେତେ ଦୁଃଖ ପଡୁ, ଯେତେ କଷ୍ଟ ପଡୁ, ଯେତେ କ୍ଲେଶ ପଡୁ, ଯେତେ ବିପଦ ଆସୁ, ବିଶ୍ୱାସରେ ଦୁର୍ବଳ ହୋଇନାହିଁ। ମୁଁ ବିଶ୍ୱାସକୁ ଧରି ରଖିଅଛି, ଶେଷ ଯାଏ ଧରି ରଖିଅଛି। କିନ୍ତୁ ହୁମନାୟ, ଆଲେକ୍ସାଣ୍ଡର, ଫିଲିତ ଏମାନେ ବିଶ୍ୱାସକୁ ଧରି ରଖି ପାରିଲେ ନାହିଁ। ଚତୁର୍ଥ କଥା, ବିଶ୍ୱାସକୁ ଧରି ରଖିବାକୁ ପଡିବ। ପ୍ରଥମ ପିତର 1:19 ପଢନ୍ତୁ। ପ୍ରଥମ ତିମୋଥୀ, ପିତର ନୁହଁ, ତିମୋଥୀ 1:19-20। ବିଶ୍ୱାସ ଓ ସୂଚି ବିବେକ ଧରି ରଖ, ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସ ରୂପ ଜାହାଜ ଭଗ୍ନ ହୋଇଅଛି। ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍ସାଣ୍ଡର ଅନ୍ୟତମ। ଏମାନେ ଯେପରି ଶାସନ ପ୍ରାପ୍ତ ହୋଇ ଈଶ୍ୱର ନିନ୍ଦା ନ କରନ୍ତି, ଏଥିନିମନ୍ତେ ମୁଁ ଏମାନଙ୍କୁ ଶୈତାନ ହସ୍ତରେ ସମର୍ପଣ କଲି। ବିଶ୍ୱାସ କରୁଛନ୍ତି ଆପଣ, କିନ୍ତୁ ଅଗ୍ନିରେ ପକା ଗଲା ବେଳକୁ ବିଶ୍ୱାସ ଧରି ଯାଉଛି। ସିଂହ ଗାତରେ ଦାନିଏଲକୁ ପକାଗଲା ବେଳେ ତାର ବିଶ୍ୱାସ ଟଳମଳ ହଉନାହିଁ। ସେତେବେଳେ ବି ବିଶ୍ୱାସ ଅଛି ଯେ ପ୍ରଭୁ ରକ୍ଷା କରିବେ। ପ୍ରାର୍ଥନା କରି ସାରିଲା ପରେ ମଧ୍ୟ ଆମେ ଚିନ୍ତା କରୁଛୁ
ପ୍ରାର୍ଥନା କଲା ବେଳେ ବି କାନ୍ଦୁଛୁ, ପ୍ରାର୍ଥନା ସରିଲା ପରେ ବି କାନ୍ଦୁଛୁ। କିନ୍ତୁ ହାନ୍ନାକୁ ଦେଖନ୍ତୁ, ପ୍ରଥମ ସାମୁଏଲ 1:17, ହାନ୍ନା ପ୍ରାର୍ଥନା ବେଳକୁ ଯେତିକି କାନ୍ଦିଲା, ତାପରେ ପୂର୍ଣ୍ଣ ବିଶ୍ୱାସ କଲା, ତା ମୁଖ ବିଷଣ୍ଣ ହେଲା ନାହିଁ। ପଢନ୍ତୁ। ତହିଁରେ ଏଲି ଉତ୍ତର ଦେଇ କହିଲେ, କୁଶଳରେ ଯାଅ, ଯାହା ତୁମେ ମାଗିଲ ଇସ୍ରାଏଲର ପରମେଶ୍ୱର ତୁମ୍ଭର ସେହି ନିବେଦନ ଅନୁସାରେ ତୁମ୍ଭକୁ ଦିଅନ୍ତୁ। 18 ତ ସେ କହିଲା, ତୁମ୍ଭବାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଉ। ଆଉ ସେହି ସ୍ତ୍ରୀ ଆପଣା ପଥରେ ଗଲା ଓ ଭଜନ କଲା, ପୁଣି ତାହାର ମୁଖ ଆଉ ବିଶ୍ୱାସ ନହେଲା। ପ୍ରାର୍ଥନା କରିବା ଦିନ ସେ ଗର୍ଭବତୀ ହେଇନାହିଁ। ଶୁଣନ୍ତୁ, ଆପଣ ଯୋଉ ଦିନ ପ୍ରାର୍ଥନା କରୁଛନ୍ତି ସେଦିନ ଆପଣଙ୍କୁ ରେଜଲ୍ଟ ମିଳି ନପାରେ, କିନ୍ତୁ ବିଶ୍ୱାସ ଥିବାର ଅଛି। ହାନ୍ନାର ମୁଖ ବିଷଣ୍ଣ ହେଲା ନାହିଁ। ଏଇଟା ହଉଛି ବିଶ୍ୱାସକୁ ରକ୍ଷା କରିବା। ଆପଣ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି, ଘରେ ବିପଦ ପଡିଗଲେ ଭୋ ଭୋ କାନ୍ଦୁଛନ୍ତି, କୁଆଡେ ରହିଲା ବିଶ୍ୱାସ? ପ୍ରଭୁଙ୍କ ଲୋକମାନେ 100 ବର୍ଷ ବୟସର ବୃଦ୍ଧକୁ ପ୍ରଭୁ କହିଲେ ପୁଅ ହେବ, ସେ ବିଶ୍ୱାସ କଲା। ଶରୀର ଜୀର୍ଣ୍ଣ ହେଇଯାଇଛି, ଦୁର୍ବଳ ହେଇଯାଇଛି, ଅକ୍ଷମ ହେଇଯାଇଛି, କିନ୍ତୁ ବିଶ୍ୱାସ ଦୁର୍ବଳ ହେଇନାହିଁ। ମୁଁ କହିବା ପାଇଁ ଚାହେଁ, ଅଗ୍ନିକୁଣ୍ଡରେ ପକାଗଲା ବେଳେ ସଦୃଶ ମୈଶ୍ୱର ଗୋବିନ୍ଦଙ୍କର ବିଶ୍ୱାସ ଦୁର୍ବଳ ହେଇନାହିଁ। ସେମାନେ କହିଲେ ଆମ ପ୍ରଭୁ ରକ୍ଷା କରିବାକୁ ସମର୍ଥ। ପୁଅକୁ ବଳି କରିବା ପାଇଁ ଗଲା ବେଳେ ଅବ୍ରାହମର ବିଶ୍ୱାସ ଦୁର୍ବଳ ହେଇନାହିଁ, ପ୍ରଭୁ ଯୋଗାଇବେ। ମୁଁ ଗୋଟେ ପ୍ରଶ୍ନ କରିବି, ପୁଅକୁ ବଳି କରିବା ପାଇଁ ଗଲା ବେଳେ ଅବ୍ରାହମ କାନ୍ଦି କାନ୍ଦିକି ଯାଇଥିବେ ନା ନାହିଁ? କଣ ଲାଗୁଛି? ଟିକେ ଜୋରେ କୁହନ୍ତୁ, ଜୋରେ, ଆଉ ଟିକେ ଜୋରେ। ଆଉ ଆମେ ହେଇଥିଲେ ସେ କାହିଁକି କାନ୍ଦୁନାହାନ୍ତି? ପ୍ରଭୁ ଯୋଗାଇବେ, କାହିଁକି କାନ୍ଦିବେ? This is what faith. ହାନ୍ନା ପ୍ରାର୍ଥନା କଲା ପରେ କାନ୍ଦି ନାହିଁ, ଆଉ ପୁଅ ତ ହେବ, କାହିଁକି କାନ୍ଦିବେ? ବିଶ୍ୱାସକୁ ଏମିତି କରିକି ରକ୍ଷା କରିବାକୁ ପଡିବ। କେହି ବହୁତ ପ୍ରାର୍ଥନା କରନ୍ତି, ବହୁତ ବଡ ଭାଷାରେ ଆରାଧନା କରନ୍ତି, କିନ୍ତୁ ବିଶ୍ୱାସରେ ଦୁର୍ବଳ। ଟିକେ କଥାରେ ଭାଙ୍ଗି ପଡିଥିବେ, କାନ୍ଦି ବସିଥିବେ, ରାଜାକୁ ଅନିଦ୍ରା ହେଇଥିବେ, ଚିନ୍ତାରେ ଭାଙ୍ଗି ପଡୁଥିବେ, ସୁଗର ବଢି ଯାଉଥିବ, ପ୍ରେସର ବଢି ଯାଉଥିବ, କି ବିଶ୍ୱାସ? ସାବଧାନ। ବିଶ୍ୱାସ ଗୋଟେ ଢାଲ ନାହିଁ ବୋଲି କହିଲେ ଶତ୍ରୁ ତମକୁ ମାରିଦେବ। ଏଫେସୀୟ 6:16 ପଢନ୍ତୁ। ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ରୂପ ଢାଲ ଧର। ପାପାତ୍ମା ଅଗ୍ନିବାଣ ପକେଇବ। ଅଗ୍ନିବାଣ ବୋଲି କହିଲେ କଣ? ଶୁଣନ୍ତୁ, ମୋ ଆଡକୁ ଧ୍ୟାନ ଦିଅନ୍ତୁ। ଓଡିଆରେ ଅଗ୍ନିବାଣ ଲେଖା ଅଛି, ଠିକ ଶବ୍ଦ ଯେ ସଠିକ ଶବ୍ଦ ନାହିଁ। ଅଗ୍ନିବାଣ, এই ବାଣ ଶବ୍ଦଟା ଗୁଣିଆ ମାନଙ୍କୁ ବ୍ୟବହାର ହୁଏ। ଗୁଣିଆ ମାନେ ବାଣ ଛାଡନ୍ତି। ଆଚ୍ଛା, କିନ୍ତୁ ବାଇବଲରେ ଅଗ୍ନି ବାଣକୁ ମୂଳ ଭାଷାରେ ଇଂଲିଶରେ ଲେଖା ଅଛି ଦ ଫାଇରି ଡାର୍ଟସ। ତା ମାନେ ହିନ୍ଦୀରେ ସ୍ପଷ୍ଟ ଲେଖା ଅଛି ଜଲତା ହୁଆ ତୀର। ଆଚ୍ଛା, ତ ତୀର ମାରିବା ପାଇଁ ହେଲେ ପାଖରୁ ମାରନ୍ତି କି ତୀର? ଦୂରରୁ ମାରନ୍ତି। ଶୈତାନ ଦୂରରୁ ଗୋଟେ ତୀର ମାରିଦେବ ଫୋନ ଦ୍ୱାରା। ଗୋଟେ ଏମିତି ଫୋନ ଆସିବ ଯେ କାନ୍ଦିବା ଷ୍ଟାର୍ଟ। ଗୋଟେ ପିଲା ଗୋଟେ ଆମର ପ୍ରେ ଟାୱାରରେ
ପ୍ରାର୍ଥନା ଯୋଦ୍ଧା ଭାବରେ ଆପଏଣ୍ଟମେଣ୍ଟ ପାଇକି ଖୁବ ପ୍ରାର୍ଥନା କରୁଛି, ଶୈତାନ ବିରୁଦ୍ଧରେ ପ୍ରାର୍ଥନା କରୁଛି, ଶୈତାନର କାମ ବନ୍ଦ ହଉ ବୋଲି ପ୍ରାର୍ଥନା କରୁଛି, ଶୈତାନର ରାଜ୍ୟ ଭାଙ୍ଗି ଯାଉ ବୋଲି ପ୍ରାର୍ଥନା କରୁଛି। ଜୋରଦାର ପ୍ରାର୍ଥନା କଲା ବେଳକୁ ଗୋଟେ ଶୈତାନ ଆସିଲା ଝରକା ବାଟୁ ଆଉ କହିଲା, ଆଚ୍ଛା ତୁ ମୋର ବିରୁଦ୍ଧରେ ପ୍ରାର୍ଥନା କରୁଛୁ, ର ଏମିତି କରିଦେବି ଯେ ତୁ ଏଠି ପ୍ରାର୍ଥନା କରିପାରିବୁ ନାହିଁ। 5 ମିନିଟ ହେଇନାହିଁ ତାର ମା ଫୋନ କଲା, ବାବୁ তুই ନ ଆସିଲେ ମୋର ମୁହଁ ଦେଖି ପାରବୁ ନାହିଁ, ମୁଁ ଫାସି ହେଇ ଉଚକି ହେଇ ମରବାକୁ ଯାଉଛି। କଣ ପାଇଁ? କଣ ଗୋଟେ ରାସନ କାର୍ଡରେ ହେରାଫେରି କରିଦେଇଛି, ବଦନାମ ହେଇଯିବ, ମୁଁ ମରିଯିବି। ଏ ପିଲା ଆମକୁ କାହାକୁ ନ ଜଣେଇକି ପଳେଇବାକୁ ଚାହୁଁଛି ଲୁଚି କରି। ଶୁଣ, ଗୋଟେ ଫୋନ ଆସିଲା, ଆର ବିଶ୍ୱାସ ଭରସା ଆତ୍ମିକତା ସବୁ ହଲିଗଲା। ମା କହିଲା, ତୁ ନ ଆସିଲେ ମୋର ମୁହଁ ଦେଖିପାରିବୁ। ଇଏ ଲୁଚିକି ପଳେଇଲା ବେଳକୁ ଆମର ପାଷ୍ଟର ହାବୁଡରେ ପଡିଲା, କୁଆଡେ ଯାଉଛୁ? ସତ କହୁଥିଲା, ଯାହା ହଉ ସେ ପିଲା ଲୁଚିଲା, ମିଛ କହିଲା ନାହିଁ। ଆଜ୍ଞା ଏମିତି ଏମିତି। ସେ ପାଳକ କହିଲେ, ଆରେ ଭକୁଆ, ତୁ ଶୈତାନ ବିରୁଦ୍ଧରେ ପ୍ରାର୍ଥନା କରୁ, ଶୈତାନ ତୋତେ ଚ୍ୟାଲେଞ୍ଜ କଲା, ତୁ ଚ୍ୟାଲେଞ୍ଜ କୁ एक्सेप्ट करे को ये शैतानର କାମ ତତେ ଏଠାରୁ ଘୋଡ଼ିବା ପାଇଁ। ତୁ ନିରାଶ ନ ହେଇକି ଏ ବିଶ୍ୱାସ ରଖେ ଯେ ମୋ ମାର କିଛି ହେବ ନାହିଁ, ମୋର କିଛି ହେବ ନାହିଁ, ମୁଁ ଯିବି ନାହିଁ, ମୁଁ ଏଇଠି ପ୍ରାର୍ଥନା କରିବି, ଏ ସୁରକ୍ଷା ବ୍ୟବହାର କରେ। ଏଇଟା ହଉଛି ବିଶ୍ୱାସର ଢାଲ। ପ୍ରାର୍ଥନାରେ ବସ। ଜାଣିଛନ୍ତି, ସେ କଥା ମାନିଲା, ବିଶ୍ୱାସ କଲା, ନାଇଁ ପ୍ରଭୁ ମତେ ସୁରକ୍ଷା ଦେବେ, ମୋର ମାକୁ ସୁରକ୍ଷା ଦେବେ, ମୋ ଘରେ କିଛି ହେବ ନାହିଁ, ମୋର କିଛି ହେବ ନାହିଁ। ପ୍ରାର୍ଥନାରେ ରହିଲା। ଆର ଦିନ ମା ଫୋନ କଲା, ନାଇଁ ବାପା ଯାହା ବି ହଉ ତୁ ଆସିଲୁ ନାହିଁ, ଭଲ ହେଲା, ଆଉ କିଛି ନାହିଁ, ସବୁ ଠିକ ହେଇଗଲା। ମୁଁ କହିବା ପାଇଁ ଚାହେଁ, ଏ ଯଦି ଛାଡିକି ପଳେଇଥାନ୍ତା ମିନିଷ୍ଟ୍ରି ବନ୍ଦ ହେଇଥାନ୍ତା। ନିୟମ ଥିଲା ଛାଡିକି ଯିବ ନାହିଁ। ଶୁଣ, ଶୈତାନ ଦୂରରୁ ତୀର ମାରେ, ଦୂରରୁ ମାରିଦେବ ତୀର। ହେଲେ ଆମେ କଣ ଧରିଛୁ ଆଜ୍ଞା? ତୀର ମାରିଲା ବେଳକୁ ଯୁଦ୍ଧର ଯୋଦ୍ଧା ମାନେ ଢାଲ ଦ୍ଵାରା ତାକୁ ଅଟକାନ୍ତି। ଶୈତାନ ଗୋଟେ ତୀର ମାରିବ, କାହା ଦ୍ଵାରା ମାରିବ ଶୁଣନ୍ତୁ। ଡାକ୍ତର ମେସେଜ ଆସିବ, ଆଇ ଏମ୍ ସରି ୟୁ ଆର୍ ଡାଇଗ୍ନୋସ୍ଡ ୱିଥ୍ କ୍ୟାନ୍ସର। ଗୋଟେ ତୀର। ହେଲେ ଯେ ବିଶ୍ୱାସରେ ବଳବାନ, ସେ ତୀରକୁ ଢାଲ ଦ୍ଵାରା ଅଟକେଇ ରଖିବ। ଏଇଟା ହଉଛି ବିଶ୍ୱାସର ଢାଲର ବ୍ୟବହାର। ଆପଣଙ୍କୁ କେହି କହିବ ଆପଣଙ୍କ ପାଇଁ ଆଉ କିଛି ରାସ୍ତା ନାହିଁ, ସେତେବେଳକୁ ରାସ୍ତା ଅଛି ବୋଲିକି ସେ ନୈରାଶ୍ୟର କଥାକୁ ପ୍ରତିରୋଧ କରିକି ସାହସ ଧରିବା ହଉଛି ବିଶ୍ୱାସର କର୍ମ। ଅଗ୍ନିକୁଣ୍ଡ ଆଉ ସିଂହ ଗର୍ତ୍ତ, ଆଜ୍ଞା ଏସବୁରେ ଯାଇକି ବି ପାର ହେଇକି ଆସିଛନ୍ତି ମାନେ ଭାବି ଦେଖନ୍ତୁ କି ବିଶ୍ୱାସ ଥିଲା ସେମାନଙ୍କର। ଜାହାଜ ଭାଙ୍ଗିଗଲା କିନ୍ତୁ ଏମାନେ ରକ୍ଷା ପାଇଲେ। କଣ ବିଶ୍ୱାସର ଲେଭେଲ! ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଅଛି, ଶୈତାନ ସବୁବେଳେ ବାଣ ମାରେ, ସବୁବେଳେ ତୀର ମାରିବ, ସବୁବେଳେ। ଆଉ ପାଉଲ କହିଲେ, ମୁଁ ବିଶ୍ୱାସକୁ ରକ୍ଷା କରିଛି। ଜଣେ ଯଦି ବିଶ୍ୱାସର ବ୍ୟବହାର ଶିଖିଗଲା, ଶୁଣନ୍ତୁ, ସେ କେବେ କାନ୍ଦିବ ନାହିଁ, କେବେ ମୁହଁ ଶୁଖେଇବ ନାହିଁ, ସେ ସବୁବେଳେ ଆନନ୍ଦରେ ବଞ୍ଚିବ। ଆଉ ପାଉଲ ସର୍ବଦା ଆନନ୍ଦ କରୁଥିଲେ। ହେଲେ ଆମ ଲୋକମାନେ ଗୀତ ଗାଇଲା ବେଳେ ଚାଲି ଲେଖା ଅଛି ଆନନ୍ଦ କର। ଆରେ ବାବା, ମ୍ୟୁଜିକ ବାଜିଲେ ଆନନ୍ଦ କରବାଟା ନାଇଁ ରେ, ସେଟା ହଉଛି ଘରେ ଦୁଃଖ ପଡିଲା ବେଳେ ବି ବିନା ମ୍ୟୁଜିକ ରେ ବି ନାଚୁଥିବାର ଅଛି। ହାଲେଲୁୟା। ହାତରେ ଡାବୁ କାସୁ ପଇସା ନଥିଲା ବେଳେ ବି ପ୍ରଭୁ ଯୋଗାଇବେ ବୋଲି ଆନନ୍ଦ କରୁଥିବାର ଅଛି। ଠିକ ଅଛି, ମ୍ୟୁଜିକ ସହିତ ଆନନ୍ଦ କର, ଟିକେ ଗୀତ ଗାଅ, ଝୁମ, ଯେ ଏଇଟା ସେ ଆନନ୍ଦ ନାହିଁ। ପାଉଲ ଜେଲରେ ଥାଇକି ଚିଠି ଲେଖୁଛନ୍ତି, ସର୍ବଦା ଆନନ୍ଦ କର। ପାଉଲ ସିଲା ଜେଲରେ ଆନନ୍ଦ କରୁଛନ୍ତି, କାହିଁକି? ବିଶ୍ୱାସ ଅଛି ଏ ବନ୍ଧନ କିଛି ହବ ନାହିଁ। ମୋର ଆକ୍ସିଡେଣ୍ଟ ହେଲା,
ମୁଁ ଆଜି ଯାଏ ଦୁଃଖ କରି ନାହିଁ କି ଚିନ୍ତା କରି ନାହିଁ, ବିଲକୁଲ ନାହିଁ। ଆକ୍ସିଡେଣ୍ଟ ହେଲା ତ ହେଲା, ପାଉଲଙ୍କର ଜାହାଜ ଭାଙ୍ଗିଲା, ପାଉଲଙ୍କୁ ସାପ କାମୁଡ଼ିଲା, ଆମକୁ ବି ତ କିଛି ତ ହବ, ହେଲା, ଚିନ୍ତା କରି ନାହିଁ। କାର ନଷ୍ଟ ହେଲା, ଆରେ ଆମେ ଆଜ୍ଞା ସପ୍ତମ ପଢିବା ଯେ ପାଦରେ ଚପଲ ନଥିଲା, ଖାଲି ପାଦରେ ଯିବା ଲୋକ ସ୍କୁଲ। ଅଷ୍ଟମ ପଢିଲା ବେଳକୁ ଜଣେ ଚପଲ କିଣିକି ଦେଲେ, ଚପଲ ପିନ୍ଧିକି ଷ୍ଟାର୍ଟ ହେଲା, ସେଇଟା ବି ସାଧା ଚପଲ ସ୍ଲିପର। ଯେତେବେଳେ ମିଳୁଥିଲା ଗୋଟେ କଣ, ନାଇଁ 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 ପରେ ଆସିଲା ସେଟା, ଇଣ୍ଟରନ୍ୟାସନାଲ ଟପ୍, 18 ଟଙ୍କା ଦାମ, ବେଶୀ ମହଙ୍ଗା ଥିଲା। ଅଷ୍ଟମ ପଢିଲା ବେଳକୁ ଇଣ୍ଟରନ୍ୟାସନାଲ ଟପ୍ ବୋଲି ଗୋଟେ ସ୍ଲିପର କାକା କିଣିକି ଦେଲେ, ସେଇଠୁ ଷ୍ଟାର୍ଟ ହେଲା। ଚମଡ଼ା ଜୋତା ପିଲା ବେଳେ ପିନ୍ଧି ନାହିଁ, ବାହାଘର ବେଳକୁ ଶ୍ୱଶୁର କିଣିକି ଦେଲେ ଜୋତା। ଆମେ ଏମିତି ଗରିବ ଲୋକ ଆଜ୍ଞା। ସାଇକେଲରେ ସେବା ଆରମ୍ଭ ହେଲା, ସେଟା ବି ମିଶନ ଦେଇଥିବା ସାଇକେଲ, ବେଶୀ ନାହିଁ, 2003 ବେଳକୁ, 20-22 ବର୍ଷ ତଳେ। ପରେ ପରେ ମିଶନ ସ୍କୁଟର ଦେଲେ, ପରେ ପ୍ରଭୁ ଗୋଟେ ବାଇକ୍ ଦେଲେ, ମୁଁ କିଣି ନାହିଁ, ପ୍ରଭୁ ଦେଲେ। ପରେ ପ୍ରଭୁ ଗୋଟେ କାର ଦେଲେ, ପ୍ରଭୁ ଦେଲେ। ଆଉ ଆମେ ତ ନିଜେ ନିଜର ନାହୁଁ। ଏତେ ଶସ୍ତାରେ କି ଆକ୍ସିଡେଣ୍ଟ ହେଇଯିବ ପ୍ରଭୁଙ୍କ ଅଜାଣତରେ? ଆମ ବିଶ୍ୱାସର ପରୀକ୍ଷା ହୁଏ। ପ୍ରଭୁ ଦେଲେ, ପ୍ରଭୁ ନେଲେ, ଟେନସନ ନେଲେ। ଯେତେବେଳେ ଲକ୍ଷ ଲକ୍ଷ କ୍ଷତି ହେବ, ସେତେବେଳେ ଜଣା ପଡିବ ତୁମେ କେତେ ମଜବୁତ ଅଛ ବିଶ୍ୱାସରେ। ମୋର ହାତ ଭାଙ୍ଗିଲା, ମୁଁ କହିଲି ଠିକ ଅଛି, ଏ ଶରୀର ମୋର ନାହିଁ, କି ମୁଁ କୌଣସି ପାପ କରିଛି ବୋଲି ମୋର ମନେ ନାହିଁ, କିନ୍ତୁ ଏହା ଯଦି ହେଲା, ପ୍ରଭୁଙ୍କର ମହତ୍ ନାମର ଗୌରବ ପାଇଁ ହେଇଅଛି। ଆମେ ଉପବାସ କରିକି ଯାଉଥିଲୁ, ମିଟିଂ ସରିଲା ପରେ ଆକ୍ସିଡେଣ୍ଟ ହେଇଯାଇଛି। ଜବରଦସ୍ତ କାମ ହେଇଛି ସେ ମିଟିଂରେ। ଆମେ ମଦ ବେପାରକୁ ଯାଉନଥିଲୁ, ଆମେ ଚୋରି କରିବାକୁ ଯାଉନଥିଲୁ, ଉପବାସ କରିକି ସେବା ସାରିକି ଫେରୁଛୁ, ଆଉ ଗୋଟେ ସେବାକୁ ଯାଉଛୁ। କଣ ଭାବିବେ ଏଇଟା ଆପଣ? ବିଶ୍ୱାସର ଯୁଦ୍ଧ। ଆଉ ସତ ମୁଁ କହିବି, ମୁଁ ଟିକେ ହେଲେ ଦୁଃଖ କରି ନାହିଁ। ଆଉ ଗୋଟେ କଥା କହିବି, ଆପଣ ଶୁଣିଲେ ବୋଧେ ଆଶ୍ଚର୍ଯ୍ୟ ହେବେ, ମୁଁ ଆଜି ଯାଏ ପ୍ରାର୍ଥନା କରି ନାହିଁ କି ପ୍ରଭୁ ମତେ ସୁସ୍ଥ କର ବୋଲି। କାହିଁ କରିବି ଆଜ୍ଞା? ଆମେ ତାଙ୍କର ପ୍ରପର୍ଟି, ଆମକୁ ସେ ନିଜର କରିଛନ୍ତି। ସବୁବେଳେ ମଙ୍ଗଳ ଦେବେ ନାହିଁ, ବେଳେ ବେଳେ ସେ ଅମଙ୍ଗଳ ବି ଦେବେ, ତାକୁ ସହିବାକୁ ପଡିବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପାଉଲ ବିଶ୍ୱାସକୁ ରକ୍ଷା କରିଛନ୍ତି ଶେଷ ଯାଏ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ପ୍ରଭୁ ଆମକୁ କେବେ ହେଲେ ଛାଡ଼ିବେ ନାହିଁ। ବିପଦ ଆସିପାରେ। ଏ ବର୍ଷର ଆରମ୍ଭରେ 1 ତାରିଖରେ ମତେ ପ୍ରଭୁ ସ୍ପଷ୍ଟ କହିଥିଲେ, ତମ ପାଇଁ ଅନେକ ବିପଦ ଅଛି ଏ ବର୍ଷ, ଆଉ ମୁଁ ପ୍ରସ୍ତୁତ ଅଛି, ବିପଦ ଆସିବ ବୋଲି। ପ୍ରଭୁଙ୍କର ଜାଣତରେ ସବୁ ହୁଏ। ଆଉ ଶୁଣନ୍ତୁ, ଯଦି ବିପଦ ଆସିବ ନାହିଁ ତ ସାକ୍ଷ୍ୟ ହେବ ନାହିଁ, ଆପଣଙ୍କର ଜୀବନରେ ଅନୁଭୂତି ହେବ ନାହିଁ। ଆପଣ ଭଲ ସାକ୍ଷୀ ହେବା ପାଇଁ ହେଲେ ଦୁର୍ଭିକ୍ଷ ଆସିବାର ଅଛି, ବିପଦ ଆସିବାର ଅଛି ଆଜ୍ଞା। ଶତ୍ରୁ ମାନେ ଠିଆ ହେବାର ଅଛି। 122 ଜଣ ମିଶିକରି ଷଡ଼ଯନ୍ତ୍ର କଲେ ଦାନିଏଲ ବିରୁଦ୍ଧରେ, ସିଂହ ଗାତରେ ପକେଇଦେଲେ, ତେବେ ସେଟା ସାକ୍ଷ୍ୟ ହେଲା ଆଜ୍ଞା। ସମସ୍ତେ ଖାଲି ଭଲ ହିଁ କହୁଥିବେ, ଦାନିଏଲ ଆଜ୍ଞା ଆପଣ ବେଶୀ ଭଲ, ଆପଣ ବେଶୀ ଭଲ। ଆଜ୍ଞା କିଏ ଶତ୍ରୁ ନ ହେଲେ ସାକ୍ଷ୍ୟ ହବ କି? ସେବା କାର୍ଯ୍ୟରେ ଶତ୍ରୁ ମାନଙ୍କୁ ବି ୱେଲକମ କରନ୍ତୁ। ତା ବିରୁଦ୍ଧରେ ଜାଣିଛୁ ନାହିଁ, ସେମାନେ ଆପଣଙ୍କର ଲାଇଫରେ ଟେଷ୍ଟିମନି କ୍ରିଏଟ କରିବାର ଏଜେଣ୍ଟ ମାନେ। ପ୍ରେଜ ଦ ଲର୍ଡ, ହାଲେଲୁୟା। बोलो यीशु मसीह की, बोलो यीशु महाराज की। ପାଉଲଙ୍କର ଲକ୍ଷ୍ୟ ମତେ ବଡ ଆଶ୍ଚର୍ଯ୍ୟ ଲାଗିଲା। ସେ ବିଶ୍ୱାସ ରକ୍ଷା କରିବା ପାଇଁ ଯତ୍ନବାନ, ଧାର୍ମିକତା ମୁକୁଟ ପାଇବା ପାଇଁ
ଆହୁତି ପରି ଢଳା ଗଲେ, ଯୁଦ୍ଧ କଲେ, ପଥର ଶେଷ ଯାଏ ଦୌଡ଼ିଲେ, ଆଉ ବିଶ୍ୱାସ ରକ୍ଷା କଲେ। ପଞ୍ଚମ କଥା ସେ କହୁଛନ୍ତି ଆଗମନକୁ ପ୍ରିୟ ଜ୍ଞାନ କଲେ। ମୁଁ ଏଠାରେ ବ୍ରେକ୍ ଦେଉଛି, ଏଇଟା ହଉଛି ଅଫରିଂ ବ୍ରେକ୍, ଡ୍ରିଙ୍କ୍ସ ବ୍ରେକ୍ ନାହିଁ, ଅଫରିଂ ବ୍ରେକ୍। ବାକ୍ୟ ଅଧାରେ ଅଛି, ବାକି କଥା ବ୍ରେକ୍ ପରେ। ବୋलो यीशु महाराज की, जोरे କହିବା हालेलुया। बोलो यीशु मसीह की, जोरे କହିବା हालेलुया। ଆସନ୍ତୁ ପଦେ ପ୍ରାର୍ଥନା କରି ବାକ୍ୟ ଆଡକୁ ଯିବା। ସ୍ୱର୍ଗୀୟ ପିତା, ତୁମ ନାମର ଧନ୍ୟବାଦ କରୁଛୁ। ଏହି ବେଳାରେ ପୁଣି ଥରେ ଆମେ ତୁମ ବାକ୍ୟକୁ ଧ୍ୟାନ କରିବାକୁ ଯାଉଅଛୁ। ପ୍ରଭୁ, ତୁମେ ବକ୍ତା ହୋଇ ଆମ ସମସ୍ତଙ୍କୁ କଥା କୁହ ବାପା। ଏ ସମୟ ସ୍ୱର୍ଗୀୟ ଅନୁଭୂତିର ସମୟ ହେଉ, ଏକ ଉଦ୍ଦୀପନା ପାଇବାର ସମୟ ହେଉ। ତୁମର ବଳବାନ ହସ୍ତରେ ସମର୍ପିତ ହୋଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ପଢିବା ପ୍ରକାଶିତ 3:11। ପଢନ୍ତୁ। ଆମ୍ଭେ ଶୀଘ୍ର ଆସୁଛୁ, ତୁମ୍ଭର ମୁକୁଟ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି ତାହା ତୁମ୍ଭର ଧରି ରଖ। এই ପଦରେ ଲେଖା ଅଛି, ଆମ୍ଭେ ଶୀଘ୍ର ଆସୁଅଛୁ, ତୁମ୍ଭର ମୁକୁଟ ଯେପରି କେହି ହରଣ କରି ନ ନିଏ, ତାହା ଯାହା ଅଛି ଦୃଢ ରୂପେ ଧରି ରଖ। ଏ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ 3 ମୁକୁଟ କଥା କହିଲି। ଅକ୍ଷୟ ମୁକୁଟ ଧରି ରଖିବା ପାଇଁ ହେଲେ ପରିମିତ ଭୋଗୀ ହେବାକୁ ପଡିବ, ଯାହା ଆମେ ପ୍ରଥମ କରିନ୍ତି 9:25 ଦେଖୁ। ପରିମିତ ଭୋଗୀ, ମୁଁ ତାକୁ ବିଶ୍ଳେଷଣ କରିବା ପାଇଁ ଚାହୁଁନାହିଁ, ଯେହେତୁ ଷୋଡଙ୍ଗାରେ ତାହା କୁହାଯାଇଛି, ପ୍ରାଞ୍ଜଳ ଭାବରେ କୁହାଯାଇଛି, ଆପଣ ତାହା ଦେଖିପାରିବେ। ଦ୍ୱିତୀୟ ମୁକୁଟ ପାଇବା ପାଇଁ ହେଲେ ଆତ୍ମା ଲାଭ କରିବାକୁ ପଡିବ, ଯାହା ପ୍ରଥମ ଥେସଲୋନିକୀୟ 2:19 ପଦରେ ଲେଖା ଅଛି। ତାମାନେ ଆତ୍ମା ଲାଭ କରିବା ଦ୍ୱାରା ହିଁ ସେ ମୁକୁଟକୁ ଆମେ ଧରି ରଖିପାରିବା। ଯଦି ଜଣେ ଆତ୍ମା ଲାଭ କରିବ ନାହିଁ, ସେ ମୁକୁଟ ସେ ହରାଇ ପଡିବ, ଧରି ରଖିପାରିବ ନାହିଁ। ଏଠାରେ ପ୍ରସଙ୍ଗ ହେଉଛି, ତୁମର ଯାହା ଅଛି, ଯେଉଁ ମୁକୁଟ ଅଛି, ତାକୁ ଧରି ରଖ। ଏଠାରେ ଥାଇକି ସ୍ୱର୍ଗର ମୁକୁଟକୁ ଧରି ରଖିବ। କେମିତି? ଅକ୍ଷୟ ମୁକୁଟକୁ ଧରିବା ପାଇଁ ହେଲେ ପରିମିତ ଭୋଗୀ ହେବା ଦରକାର। ବାଇବଲରେ ବହୁତ ପରିମିତ ଭୋଗୀ ଅଛନ୍ତି ଈଶ୍ୱରଙ୍କ ଲୋକମାନେ। ସାମସନ୍ ଏକ ପରିମିତ ଭୋଗୀ ହେଇକି ଯେ ଯାଇଥିଲେ ବିନଷ୍ଟ ହେଇନାହାନ୍ତି। ଯେଉଁଦିନ ସେ ଭୋଗ କରିବା ଆରମ୍ଭ କଲେ, ଦ୍ରାକ୍ଷାରସ, ଅଶୁଚି ଖାଦ୍ୟ, ଅଭିଳାଷ ବିନଷ୍ଟ ହେଇଗଲେ। ବିଭବ ଜହନ ପ୍ରାନ୍ତରରେ ବନରେ ରହି ବନ ମଧୁ ଖାଉଥିଲେ, ପଙ୍ଗପାଳ ଖାଉଥିଲେ। ରାଜ ଦରବାରରେ ଜିଖରୀୟ ମହାଯାଜକଙ୍କର ପୁଅ, ସେ ଚାହିଁଥିଲେ ଘରେ ରହି ସୁଖ ଭୋଗ କରିପାରିଥାନ୍ତେ। କାହିଁକି ପରିମିତ ଭୋଗୀ ହେଲେ? ପରିମିତ ଭୋଗୀ ନହେଲେ ପ୍ରଭୁ ବ୍ୟବହାର କରିବେ ନାହିଁ। ଦାନିଏଲ ରାଜପ୍ରାସାଦରେ ଥାଇକି ରାଜାଙ୍କର ଖାଦ୍ୟ ଚାହିଁଲେ ନାହିଁ, ବାକ୍ୟ ଅନୁସାରେ ଖାଦ୍ୟ ଖାଇଲେ। ପରିମିତ ଭୋଗୀ। ଆଦମ ହବା ଯେ ଯାଏ ବାକ୍ୟ ଅନୁସାରେ ପରିମିତ ଭୋଗୀ ହେଇକି ଅଛନ୍ତି, ଶୟତାନ କିଛି କରିପାରୁନାହିଁ। ଅକ୍ଷୟ ମୁକୁଟକୁ ଧରି ରଖିବା ପାଇଁ ହେଲେ ବାକ୍ୟ ଅନୁସାରେ ପରିମିତ ଭୋଗୀ ହୁଅନ୍ତୁ। ଆନନ୍ଦ ମୁକୁଟ ଧରି ରଖିବା ପାଇଁ ହେଲେ ଆତ୍ମା ଲାଭ କରନ୍ତୁ। ଧାର୍ମିକତାର ମୁକୁଟ ଧରି ରଖିବା ପାଇଁ ହେଲେ ପାଉଲ ଯୋଉ 5ଟି କର୍ମ କରିଥିଲେ ତାହା କରନ୍ତୁ। ପାଉଲ ଆହୁତି ପରି ଢଳା ଗଲେ,
ପାଉଲ ଯୁଦ୍ଧରେ ବିଜୟୀ ହେଲେ, ପାଉଲ ନିରୂପିତ ପଥର ଶୀର୍ଷ ଯାଇ ଦୌଡ଼ିଲେ, ପାଉଲ ବିଶ୍ୱାସ ରକ୍ଷା କଲେ, ପାଉଲ ଆଗମନକୁ ପ୍ରେମ କରିକି ବଞ୍ଚିଲେ। ଏ ତିନି ଗୋଟି ମୁକୁଟ କଥା ମୁଁ ସଂକ୍ଷିପ୍ତ ଭାବରେ କହିଲି। ଏବେ ଆମେ ଆଉ ଦୁଇ ଗୋଟି ମୁକୁଟକୁ ଟିକେ ଦେଖିକି ଆଜିର ସେବାକୁ ସମାପ୍ତ କରିବା। ତୃତୀୟ ବା ଚତୁର୍ଥ ମୁକୁଟ, ଚତୁର୍ଥ ମୁକୁଟ, ତୃତୀୟ ନୁହଁ, ଚତୁର୍ଥ ମୁକୁଟ ହଉଛି ଜୀବନ ମୁକୁଟ। ପଢନ୍ତୁ ପ୍ରକାଶିତ 2:10। ଯେଉଁ ସବୁ ଦୁଃଖ ବୋଧ କରିବାକୁ ଯାଉଅଛ ସେହି ସବୁକୁ ଭୟ କର ନାହିଁ। ଦେଖ ତୁମମାନଙ୍କୁ ପରୀକ୍ଷା ନିମନ୍ତେ ସ୍ୱର୍ଗ ତୁମମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାର ନିକ୍ଷେପ କରିବ, ଆଉ ତୁମ୍ଭେମାନେ 10 ଦିନ କ୍ଲେଶ ଭୋଗ କରିବ। ତୁମ୍ଭେ ଜୀବନ এই পদরে জীবন মুকুট সম্বন্ধে লেখা আছে। কেমিতি ଆମେ ଜୀବନ ମୁକୁଟକୁ ଧରି ରଖିବା। 10 ପଦରେ କୁହାଯାଉଛି, ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ ଭୟ କର ନାହିଁ। ଶୁଣ, ଜୀବନ ମୁକୁଟ ଶସ୍ତାରେ ମିଳିବ ନାହିଁ। You have to pay the price. ମୂଲ୍ୟ ଦେବାକୁ ପଡିବ। କଣ ସେ ମୂଲ୍ୟ? ପ୍ରଭୁ କହୁଛନ୍ତି ନମ୍ବର 1 କଣ କଣ କରିବାକୁ ପଡିବ ଶୁଣନ୍ତୁ ଧ୍ୟାନରେ। ଜୀବନ ମୁକୁଟ ପାଇବା ପାଇଁ ଚାହୁଁଛନ୍ତି, ପ୍ରଥମ ହେଲା ପ୍ରଭୁ ଆପଣଙ୍କୁ ଦୁଃଖ ଦେବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କି କଥା ଏଇଟା? ଟିକେ ଭଲ ପ୍ରଚାର କରନ୍ତୁ ଆଜ୍ଞା ବୋଲି ଭାବୁଛ କି? ସୁଖ ଦେବେ, ଖୁସି ଦେବେ, ସ୍ୱାସ୍ଥ୍ୟ ଦେବେ, ଖାଲି ଆଶୀର୍ବାଦ ଦେବେ, ସେଇଟା ମତେ ଜଣା ନାହିଁ। ଯାହା ପ୍ରଭୁ ଚାହାନ୍ତି ଲେଖା ଅଛି ତାହା ହିଁ ମୁଁ କହୁଅଛି। ଜୀବନ ମୁକୁଟ ପାଇବା ପାଇଁ ହେଲେ ଶୁଣନ୍ତୁ, ପ୍ରଭୁ କହୁଛନ୍ତି ତୁମେ ଦୁଃଖ ଭୋଗ କରିବ। ଆଉ ସେ ଦୁଃଖ ପ୍ରଭୁ ଦେବେ ନା ଶୈତାନ ଦେବେ? କଣ ଲାଗୁଛି? ଅକଳରେ ପଡିଲେ ଆପଣ ମାନେ। ସେ ଦୁଃଖ ପ୍ରଭୁଙ୍କ ଅନୁମତି ନେଇକି ଶୈତାନ ଦେବ। ଆପଣଙ୍କୁ ଲାଗୁଥିବ ଶୈତାନ କାମ କରୁଛି ବୋଲି, କିନ୍ତୁ ଶୈତାନ ହେଡ୍ ଅଫିସ ରୁ ପରମିଶନ ନେଇକି ଆସିଥିବ। ଯଦି ଆପଣଙ୍କ ଜୀବନରେ ପ୍ରଭୁ ଦୁଃଖକୁ ଏଲାଉ କରିବେ ନାହିଁ, ଅନ୍ୟ ଶବ୍ଦରେ କହିଲେ ଯଦି ଆପଣଙ୍କ ଜୀବନରେ ଶୟତାନକୁ ଏଲାଉ କରିବେ ନାହିଁ, ଆପଣ ଜୀବନ ମୁକୁଟ ପାଇପାରିବେ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପଡୋଶୀ ଲୋକର ହାତ ଧରନ୍ତୁ ଆଉ ତାଙ୍କୁ କୁହନ୍ତୁ, ଆପଣ ଯଦି ଜୀବନ ମୁକୁଟ ପାଇବାକୁ ଚାହୁଁଛନ୍ତି, ଶୟତାନ ଆପଣଙ୍କୁ ଦୁଃଖ ଦେବ। ପ୍ରଭୁ ଅନୁମତି ଦେବେ। ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ନିଜେ ଚାହାନ୍ତି ମୋର ସନ୍ତାନ ମାନେ ସ୍ୱର୍ଗରେ ଜୀବନ ମୁକୁଟ ପାଆନ୍ତୁ। ସେ ନିଜେ ଚାହୁଁଥିବା ହେତୁରୁ ସେ ଶୈତାନକୁ ଡାକି କରି ଅନୁମତି ଦେବେ। ପ୍ରେଜ୍ ଦ ଲର୍ଡ। ଆଚ୍ଛା, IAS ପରୀକ୍ଷାରେ ପାସ୍ ନ ହେଇକି କଲେକ୍ଟର ହେଇପାରିବ? IPS ପରୀକ୍ଷାରେ ପାସ୍ ନ ହେଇକି SP ହେଇପାରିବ? ସେମିତି ସେମିତି ଜୀବନ ମୁକୁଟ ପାଇବା ପାଇଁ ହେଲେ ଶୟତାନର ସମ୍ମୁଖୀନ ନ ହେଇକି ହେଇପାରିବେ ନାହିଁ। ଯଦି ଆପଣଙ୍କ ଜୀବନରେ
ଶୟତାନ ଅନୁମତି ପାଇଛି। ମନେ ରଖନ୍ତୁ ଆପଣ ଭାଗ୍ୟବାନ ଅଟନ୍ତି। ବାଇବଲରେ ପରମେଶ୍ୱର ପରୀକ୍ଷା କଲେ, ପ୍ରଥମ ପରୀକ୍ଷା କଲେ ଅବ୍ରାହମକୁ। ଆଦି ପୁସ୍ତକ 22 ଅଧ୍ୟାୟ ପଢିବା ଦରକାର ନାହିଁ। ପରମେଶ୍ୱର ନିଜେ ପରୀକ୍ଷା କଲେ। ପରୀକ୍ଷା ଚାରି ଦିଗରୁ ଆସେ। ନମ୍ବର 1 ପରମେଶ୍ୱର କରନ୍ତି, ଡାଇରେକ୍ଟ କରନ୍ତି। ନମ୍ବର 2 ଶୈତାନ ଦ୍ୱାରା କରାନ୍ତି, ଶୈତାନ ନିଜେ ବି କରେ। ନମ୍ବର 3 ମଣିଷ ପରୀକ୍ଷା କରନ୍ତି। ଚତୁର୍ଥ ଆମେ ନିଜେ ନିଜେ ପରୀକ୍ଷାରେ ପଡୁ। ପ୍ରଭୁଙ୍କର ଧନ୍ୟବାଦ ହେଉ। ଶୟତାନ ଯୀଶୁଙ୍କୁ ମଧ୍ୟ ପରୀକ୍ଷା କରିବା ପାଇଁ ଆସିଗଲା। ମାଥ୍ୟୁ 4 ଅଧ୍ୟାୟରେ 1 2 3 4 ରୁ 10 ଯାଏ ଯଦି ପଢିବେ, ପଢିବା ଦରକାର ନାହିଁ। ଶୟତାନ ଆୟୁବ ଘରକୁ ଆସିଲା ଆୟୁବକୁ ପରୀକ୍ଷା କରିବା ପାଇଁ। ଶୟତାନ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ଆସିଲା। ବାହାର କରନ୍ତୁ ଲୁକ ତାହାର 22 ଅଧ୍ୟାୟ ସମ୍ଭବତଃ 30 31 ପଦ। ସେଠାରେ ଶୟତାନ ଆସିକି ପରୀକ୍ଷା କରୁଛି। ଲୁକ 22 ଅଧ୍ୟାୟର 31 32। ଦେଖ ଗହମକୁ ଚାଉଳରେ ଚଳାଇବା ପରେ ଶୟତାନ ତୁମମାନଙ୍କୁ ଚଳାଇବାକୁ ଅନୁମତି ପାଇଅଛି, କିନ୍ତୁ ତୁମର ବିଶ୍ୱାସ ଯେପରି ଲୋପ ନ ହୁଏ ଏଥିପାଇଁ ମୁଁ ତୁମ ନିମନ୍ତେ ନିବେଦନ କରି ତୁମ୍ଭେ ଫେରିଲା ପରେ ଆପଣା ଭାଇମାନଙ୍କୁ ସୁସ୍ଥିର କର। ସିମୋନ ସିମୋନ, ଯେତେବେଳେ ବି ଯୀଶୁ ଡାକୁଥିଲେ ସିମୋନ, ବଡ ଖୁସି ହେଇଯାଉଥିଲା। ଇତିହାସରେ ଲେଖା ଅଛି ସିମୋନ ବଡ ଅସ୍ତବ୍ୟସ୍ତ ଲୋକ, ତୁରତୁରିଆ ଲୋକ, ତରବରିଆ ଲୋକ, ହଡବଡିଆ ଲୋକ, ବହୁତ ଅସ୍ତବ୍ୟସ୍ତ। କୋଉ କାମ ହେଲେ ଜଲ୍ଦି କରିଦେବେ। ତ ଟ୍ରାଡିସନରେ ଲେଖା ଅଛି ଦିନେ ଯୀଶୁ ଶିଷ୍ୟମାନଙ୍କୁ କହିଲେ ଚାଲ ପଥର ଧର। ତ ସିମୋନ ପିତର କଣ କଲା, ବଡ ପଥର ଗୋଟେ ଧରିଲା। ଯୀଶୁ କହିଲେ ଭୁଇଁକି ଚାଲ। ପାପ ବିଚରା ଭୁଇଁକି ଚାଲୁଛି। ସମୁଦ୍ର କୂଳକୁ ଗଲା ପରେ ଯୀଶୁ କହିଲେ ଏଇଟାକୁ ଫିଙ୍ଗ। ଯାହାର ପଥର ବେଶୀ ଦୂରକୁ ପଡିବ ସେ ମୋର ପ୍ରଥମ ଶିଷ୍ୟ, ମୁଖ୍ୟ ଶିଷ୍ୟ ହବ। ପିତରର ମୁହଁ ଶୁଖିଗଲା। କାହିଁକି? ସେ ଯୋଉଠି ଠିଆ ହେଇଛି ସେଠି ଆଗ ପକେଇଲା। ପ୍ରଭୁ କହିଲେ ଆଜି ନାହିଁ, ଆଉ ଗୋଟେ ଦିନ ଫାଇନାଲ ରିଜଲ୍ଟ ହବ। ଆଉ ଗୋଟିଏ ଦିନ ଯୀଶୁ କହିଲେ ପଥର ଧର। ଇଏ ସମସ୍ତଙ୍କ ଠାରୁ ଲାଷ୍ଟ ପଥର ଧରୁଛି। ଯିଏ ବଡ ବଡଟା ଧରଲେ ଧରଲେ, ଲାଷ୍ଟ ଗୋଟେ ସାନ ଗୋଡି ଗୋଟେ ଧରିଛି, ଆଉ ଆରାମରେ ଚାଲୁଛି। ଯୀଶୁ ଅନଉଛନ୍ତି, ଯୀଶୁ ବଡ ମଜା ନିଅନ୍ତି। ହାଲେଲୁୟା। ବହୁତ ଦିନ ଗଲା ପରେ ପିତର ଭାବୁଛି କେତେବେଳେ ଫିଙ୍ଗବାକୁ କହିବେ ଯେ ମୁଁ ଏମିତି ଫିଙ୍ଗିବି ଯେ 1 କିଲୋମିଟର ପଳେଇବ। ଦିନ ସାରା ଚାଲିଲା ପରେ ଯୀଶୁ କହିଲେ ବେଶୀ ଟାଇମ ହେଇଗଲା, କିଛି ଖାଇନୁ, ବସ, ନିଜ ନିଜର ପଥରକୁ କାଢ, ମୁଁ ପ୍ରାର୍ଥନା କରୁଛି, ସେଟା ରୁଟି ହେଇଯିବ, ସେଟା ଖାଇକି ପେଟ ଭର୍ତ୍ତି କର। ଏଡକି ଗୋଡିରେ କି ପେଟ ପୁରବ ଆଜ୍ଞା। ବାପ ବାପଡା ମୋ ଚୁଖେଇ ଦେଲା। ଯୀଶୁ ପିତରକୁ ବହୁତ ପ୍ରେମ କରୁଥିଲେ, ଆଉ ପିତର ଯୀଶୁକୁ ବହୁତ ପ୍ରେମ କରୁଥିଲା। ତେଣୁ ଯେତେବେଳେ ବି ଯୀଶୁ ଡାକୁଥିଲେ ସିମୋନ, ସେ ଖୁସି ହେଇଯାଉଥିଲା କିଛି ଗୋଟେ ହେବ। କିନ୍ତୁ ସେ ଦିନ ଡାକିଲେ ସିମୋନ ସିମୋନ। ଶୁଣନ୍ତୁ 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 ଆଜ୍ଞା, ଏ କଥା କାହିଁକି ଆନ୍ଦ୍ରିୟ ଆନ୍ଦ୍ରିୟ ବୋଲି କହିଲେ ନାହିଁ? କାହିଁକି ଜହନ ଜହନ ବୋଲି କହିଲେ ନାହିଁ? କାହିଁକି ଯାକୋବ, ଯିହୁଦା, ଥୋମା, କାହିଁକି ସିମୋନକୁ କହିଲେ? ପ୍ରଭୁ ସିମୋନକୁ ବେଶୀ ଭରସା କରୁଥିଲେ। ସିମୋନର ପ୍ରେମ ଦେଖିକି, ସିମୋନର ଉଜ୍ଜଳ ଦେଖିକି ସିମୋନକୁ କହିଲେ ସିମୋନ ସିମୋନ, ଗହମକୁ ଚାଲୁଣିରେ ଚଲେଇଲେ ଯେମିତି ହୁଏ, ଖଦା ଭୁସି ମଇଳା ରହିଯାଏ, ତଳେ ପଡିଯାଏ, ଭଲ ଗହମ ରହିଯାଏ, ଶୟତାନ ତୁମକୁ ସେମିତି ପରୀକ୍ଷା କରିବ। ସିମୋନ କହିପାରିଥାନ୍ତା ପ୍ରଭୁ ଯୀଶୁଙ୍କ ନାମରେ ପୋଡି ଦେବା ହେଲା,
ସେମିତି କହି ନାହିଁ। ଶୈତାନ ପରୀକ୍ଷା କରିବ ବୋଇଲା ବେଳକୁ ପିତର ଅନଉଛି, ଛାନିଆ ତାଟକା ହେଇକି ଅନଉଛି। ଆଉ ଯୀଶୁ କହିଲେ, ସିମୋନ ସେ ପରୀକ୍ଷା କରିବ, ଅନୁମତି ମାଗିବାକୁ ଆସିଥିଲା। ପିତର କଣ ଭାବିଥିବ, ଶୈତାନ ଅନୁମତି ମାଗିବାକୁ ଆସିଲା ବୋଲେ ଆମ ଯୀଶୁ ଦେବେ କି ଦେଇନଥିବେ ବୋଲି ଭାବିଥିବ। ପିତର ଭାବିଲା ଆପଣ ଅନୁମତି ତ ଦେଇନଥିବେ। ନା 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 ନା, ମୁଁ ଅନୁମତି ଦେଇଦେଲି। ପିତରର ଟେନସନ ବଢିଗଲା। ଶୁଣ, ଶୟତାନ ସିମୋନଙ୍କୁ, ଆନ୍ଦ୍ରିୟକୁ, ଯୀଶୁଙ୍କର 12 ଶିଷ୍ୟକୁ ପରୀକ୍ଷା କରିବା ପାଇଁ ଅନୁମତି ମାଗିଲା। ଆଉ ଏମାନେ ପରୀକ୍ଷାରେ ସମ୍ମୁଖୀନ ହେଲେ, କେତେକ ପାସ୍ ହେଲେ, କେତେକ ଫେଲ ହେଲେ, କିନ୍ତୁ ଶେଷ ବେଳକୁ ସମସ୍ତେ ପାସ୍ ହେଲେ। ମୁଁ କହିବା ପାଇଁ ଚାହେଁ, ଶୟତାନର ପରୀକ୍ଷା ଆସିଲା ବେଳକୁ କେମିତି ଆସେ ଶୁଣନ୍ତୁ ଟିକେ। ଜୀବନ ମୁକୁଟ କାହାକୁ ମିଳିବ? ଶୟତାନର ପରୀକ୍ଷାକୁ ଯିଏ ଜୟ କରେ। ମୁଁ ଶୟତାନର ପରୀକ୍ଷା କେମିତି ଆସେ ତାହା ମୁଁ ଆପଣଙ୍କୁ ସଂକ୍ଷିପ୍ତରେ କହିବି। ନମ୍ବର 1, ଆମେ ଯଦି ଆୟୁବଙ୍କ ପାଖକୁ ଟିକେ ଯିବା, ଆଜି ଆପଣ ଚେକ୍ କରିପାରିବେ। ଆଉ ଏ ଫର୍ମୁଲା ଯାହା ମୁଁ ଆପଣଙ୍କୁ କହୁଛି ତାହା ଅନୁସାରେ ଆପଣ ସବୁବେଳେ ଜାଣିପାରିବେ ଏ ପରୀକ୍ଷାଟା ଶୈତାନ କରୁଛି ନା ଏ ପରୀକ୍ଷାଟା ଆଉ କୌଣସି କାରଣରୁ ହଉଛି। ଶୈତାନର ପରୀକ୍ଷାକୁ ଜାଣିବେ କେମିତି? ଶୁଣନ୍ତୁ, ଫାର୍ଷ୍ଟ, ଯେତେବେଳେ ଶୈତାନ ପରୀକ୍ଷାକୁ କରିବାକୁ ଲାଗିବ, ପ୍ରଥମ ହେଲା ରୋଗ ଆସିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆପଣଙ୍କ ଦେହରେ ବିଭିନ୍ନ ପ୍ରକାରର କ୍ଲେଶ ଆସିବ। ପ୍ରଥମ ପଏଣ୍ଟ, ଆୟୁବ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବିସ୍ଫୋଟକ ଘାରେ ପୂର୍ଣ୍ଣ ହେଲେ। ମୁଁ ଧନ୍ୟବାଦ ଦଉଛି, ଆୟୁବ ସେ ଘାରୁ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିନାହାନ୍ତି। ପ୍ରେଜ୍ ଦ ଲର୍ଡ। ଶୟତାନ ପରୀକ୍ଷା କଲା ବେଳକୁ ଆପଣଙ୍କୁ ଆଜ୍ଞା ସେ ପରୀକ୍ଷା ଯୀଶୁଙ୍କ ନାମରେ ଦୂର ହୋ, ମୂର୍ଖମୀ ଅଟେ। ସେ ପରୀକ୍ଷାକୁ ଆପଣ ଲେଖିବାକୁ ପଡିବ। ଆପଣ ପରୀକ୍ଷାରେ ବସିବାକୁ ପଡିବ। ପରୀକ୍ଷାର ସବୁ କ୍ୱେଶ୍ଚିନର ଆନ୍ସର ଲେଖିଲା ପରେ ଆପଣଙ୍କୁ ଯେତେ ପରୀକ୍ଷା ହେବ ସବୁ ପରୀକ୍ଷା ସହିବାକୁ ପଡିବ। ସବୁ ରୋଗ ସୁସ୍ଥ ହୁଏ ନାହିଁ ନା ହୁଏ? ହୁଏ ନାହିଁ। ଆୟୁବଙ୍କ ପରୀକ୍ଷା ଆସିଲା, ସେ ପରୀକ୍ଷାକୁ ସହିବା ଯାଏ ସେ ରୋଗ ଅଛି। ବେଦର ପାଳକ ମାନଙ୍କୁ, ଧାର୍ମିକ ଲୋକମାନଙ୍କୁ ଦେହରେ ରୋଗ ଆସେ। ପରୀକ୍ଷା, ରୋଗ ଆସିବାର 10 ଗୋଟି କାରଣ ମୁଁ କହିଛି ଗୋଟେ ଜାଗାରେ, ବିରିଗୁଡାରେ କହିଛି, ମତେ ଏବେ ବି ମନେ ଅଛି। ଆପଣ ତା ୟୁଟ୍ୟୁବରେ ପାଇପାରିବେ। ସବୁ ରୋଗ ପାପ ହେତୁରୁ ଆସେ ନାହିଁ, କେତେକ ପରୀକ୍ଷା ହେତୁରୁ ଆସେ। ପ୍ରଭୁଙ୍କ ଲୋକମାନେ ଆୟୁବକୁ ଶୟତାନ ପରୀକ୍ଷା କଲା। ନମ୍ବର 1, ରୋଗ। ସେ ରୋଗ ଔଷଧରେ ଠିକ ହେବ ନାହିଁ, ସେ ରୋଗ ପ୍ରାର୍ଥନାରେ ବି ଠିକ ହେବ ନାହିଁ। ଆପଣ ପରୀକ୍ଷାରେ ଜୟ ପାଇଲେ ତାହା ଠିକ ହେଇଯିବ। ଆପଣ ଶେଷ ପର୍ଯ୍ୟନ୍ତ ବିଶ୍ୱାସରେ ସ୍ଥିର ହେଇକି ଭାଙ୍ଗି ନ ପଡିକି ରହିବାକୁ ପଡିବ, ଠିକ ହେବ ସେଇଟା। ବରଂ ପୂର୍ଣ୍ଣ ସ୍ୱାସ୍ଥ୍ୟ ଆପଣ ଫେରି ପାଇବେ। ଆପଣଙ୍କୁ ପରୀକ୍ଷାରେ ଜୟ କରିବା ପାଇଁ ହେଲେ ଧୈର୍ଯ୍ୟ, ବିଶ୍ୱାସ, ସମର୍ପଣ, ଉତ୍ସର୍ଗିତ ଜୀବନ, ପ୍ରାର୍ଥନା ସବୁ ଦରକାର। ଶୈତାନର ପରୀକ୍ଷାର ଦ୍ୱିତୀୟ ଉପାୟ, ସେ ପରୀକ୍ଷା କଲା ବେଳେ ଆପଣଙ୍କର ଲସ୍ ହେବାକୁ ଲାଗିବ, କ୍ଷତି ହେବାକୁ ଲାଗିବ। ଆୟୁବଙ୍କର ଇନଷ୍ଟାଣ୍ଟ କ୍ଷତି ହେଇଗଲା। 7,000 ମେଷ, 3,000 ଓଟ, 500 ହଳ ବଳଦ, 500 ଗର୍ଦ୍ଧବ, 10 ଗୋଟି ପୁଅ ଝିଅ, ଘର ଦ୍ୱାର ସବୁ ନଷ୍ଟ ହେଇଗଲା। He lost everything. ବିଜନେସରେ ଲସ୍ ହଉଛି, ହେଇପାରେ ପରୀକ୍ଷା ଚାଲିଥିବ। ସେବା କାର୍ଯ୍ୟରେ ଲସ୍ ହେଉଛି। ଶୁଣନ୍ତୁ, ଶୟତାନ ଲସ୍ ଆଣେ, କ୍ଷତି ଆଣେ। ପରୀକ୍ଷା ସେ ସମୟରେ ଆପଣ ଭୋ ଭୋ କାନ୍ଦିକି ପ୍ରଭୁଙ୍କୁ ନିନ୍ଦା କେବେ କରିବେ?
मोर एक्सीडेंट है मो प्रभु को निंदा करी नाई कि प्रश्न भी पचारि नाई प्रभु मते कहीं एमती हेबाकु देले नाई मु जानि छी एटा परीक्षा बहुत लोग कांदिले मु कहली कांदिबा दरकार नाही आमे गोटे भल सेवा कार्य करिके फेरुछु परीक्षा एटा युद्ध वॉर आमे शैतान रो क्षति कलु शैतान हमर टिके क्षति करिवो आई मंगर शरीर क्षति हैला मोर भी टिके क्षति हैला आई मंगर संपत्ति क्षति हैला हमर भी क्षति हैला मु कहबा पई चाहे जदि केबे कार किछि क्षति हुए केबे कहबे नै पाप हेतु हैला बोली न जानि की आई मंगर सब क्षति हे गला ऑल ऑफ सडन आई वो फांसी लगे दी थांते साधारण लोक हिथिले सब बुडी गला 7000 मेष अग्नि पोड़ी की ग्रास हो गले 7000 मेष माने तांकर डेयरी फार्म रो बिजनेस जहा थिला तांकर स्वेटर बिजनेस जहा थिला सब नष्ट हो गला पुणी तांकर जेते ऑटो थिला कलदियो माने आसीके नहीं गली चली मरुभूमि रो जहाज जेते गाड़ी थिला गाड़ी बोली कहले बड़द जेते गर्धव थिला सब लुटई गला काई केमती है बेले आपन लॉस हैला बेलकू लोक माने बहुत निंदा करिवे एटा धार्मिक देखे होतला काई केमती हैला ये तो बहुत बड़ प्रभु प्रभु होतला आज जीवन दे काई केमती हैला मु आपन को कहबा पई चाहे केबे सेमती कहतु नाही काई की बेले बेले प्रभु परीक्षा रे पकांती परीक्षा पकाइबे आपणकर क्षति करिवो शैतान प्रभु जानी शैतान को कहले तुम तार प्राण को छुईब नहीं जा बाकी सब करो लॉस बिजनेस बुड़ी गला पिला माने मरी गले तृतीय विपद मृत्यु मोर एक्सीडेंट हला आमे मृत्यु को पाखरे देखलु अब टिके जदि आगु को बढ़ी थांता गाड़ी सियोन देश हमारा है देश गीत गाई थांते आपण माने मो सत कहूछि मते मरण को भय नाही एबे भी भय नाही एथि पाई मो सत कथा कहबा को डरे नाही अरे जीसु को रक्त रे किना जाइछो आज्ञा से हमको छोट बड़ आह्वान करी तांको रास्ता रे कढौछन्ते तांको बिना अनुमति रे मृत्यु आसीबो कि आसीबो नाही हालेलुया हालेलुया शैतान परीक्षा करिवो रोग आनिबो शैतान परीक्षा करिवो क्षति आनिबो शैतान परीक्षा करिवो मृत्यु आनिबो कार मृत्यु बड़ समस्या कौन बोली कहले सुनो 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 आपण को परीक्षा करबा पाई आपणकर प्रिय लोक को मार देबो से ओहो आपण मरिबे नाही आयुर परीक्षा पाई ता पिला मन को मार देबा की कथा एटा आपण को घरे मृत्यु आपण किछि हबने ए तो घरे मृत्यु आसे एते दूर जाए से परीक्षा करे चतुर्थ आपणकर दुख बढ़ी जीव एते दुख जे सुनतो आपणकर दुख रे के शांति देबा लोग रहबे नाही पंचम आपण लोनली ही जीवे एकाकी यू विल बी अलोन आपणक स्त्री थाई कि भी आपण को दुख बुझी पारिबा नाही मां बापा भाई भौणी सांगो साथी केही भी आपण को सांत्वना देबे नाही कटा घारे चून लटेला परी आईबंग सांग माने भी आसीकी खाली दुख देले he became alone lonely प्रभु को लोक माने एही परिस्थिति रे
आईब पाप कला नहीं। शुणतु शुणतु शुणतु, आईब पाप कला नहीं, प्रभु को निंदा कला नहीं, प्रभु को अभियोग कला नहीं, प्रभु को विरुद्ध रे कथा कहला नहीं। मु कहिबा पई चाहे आपण जदि पाप को जय करिसंती, मन परिवर्तन करिसंती, विश्वास रे बढुछंती, दिने प्रभु आपण को शैतान हाबुड़ रे पकाइबे। आ मु कहिबी पकांतु काई पकाइबे। आपण जदि शैतान को जय करिबे नाही, आईब दुई गुण आशीर्वाद पाई थांता कि नहीं। परीक्षा को जय नहीं तो दुई गुण आशीर्वाद नहीं। परीक्षा रे पकाइबे, शैतान हाथ रे दे देबे, आपण को से ब्लेसिंग करिया पई चाहते। इंटरेस्टिंग कोन आ गया, परीक्षा को जीती गला परे, परीक्षा को जीती गला परे जेते दुख सुख रे बदली जिवो, जेते विपद आनंद रे बदली जिवो, जेते लहराई छंती फेरी पाइबे, जेते रोग हेची सुस्थ हे जिवो। परीक्षा समय दुख आने किंतु परीक्षा को जय करे सुख आसे, परीक्षा रे क्षति आने किंतु परीक्षा को जय गला परे सब क्षति पूर्ण हो जाए। शैतान यीशु को परीक्षा कला क्रूस रे, भाबिला अगर हाथ खंडिया हे गला, हाथ रे कणा हे गला, मुंड रे कणा हे गला, छाती रे कणा हे गला, रक्त झड़ी देले, विदीर्ण हे गले, नष्ट करि देले, मारी देली बोली भाबिला। से जानी नहीं जे यीशु परीक्षा को जय कला परे गोटे नुआ शक्ति युक्त देह धरि के ठिया हे गले। हारी नहंदी जय कला परे स्वर्ग पृथ्वी पाताल। सुनंदु परीक्षा रे आपण जते बेले भी जीतिबे ना, ओहो से आशीर्वाद को आपण वर्णना करि परिबे नै। शिष्य माने परीक्षा को जय कले, आईब परीक्षा को जय कले, पाउल परीक्षा को जय कले, यीशु परीक्षा को जय कले। मु आपण को कहबा पई चाहे, आपण केते पवित्र अछंती शैतान परीक्षा करबो, पाप आसीबो सामना को। आपण केते सही जीवो शैतान परीक्षा करिवो, आपण केते दृढ़ होइछंती शैतान परीक्षा करिवो। आ से परीक्षा गला बेले दुख रोग अभाव समस्या निंदा ताड़ना अन्याय सब देबो। सेतिके बेले को लोके आपण को बुझी पारिबे नाही। आईब कथा स्त्री बुझी पारला नाही, कि दुखर कथा। 10टा छुआ जन्म देइथिवा स्त्री निज स्वामी को कहूची, कौन पाई तू एते सरल एते आत्मिक होछु, प्रभु तो एते क्षति कर देले, छाड़ी दे से प्रभु। किंतु आईबकर मन देखंतु, मूढ़ कथा बंद कर। प्रभु केबे क्षति करंती नाही, से देइथिले से नेले। सुनो, आपण जीवन में दुख क्लेश रोग व्याधि शैतान आनला बेले मु रिक्वेस्ट करूची, प्रभु काई की हैला केबे कहबे नहीं, बरं कहिबे प्रभु तुम नाम धन्य हो। हालेलुया। एमती कहिबार जदि कलिजा अछि ताहेले आपण जीवन मुक्त पाइबे। छोट गुने समस्या आसिले छाती पीटी है कांदी की मैं मिस खाई मरी गले भोल हेता, मते ए दिन देखबा को काई के पहुंचेलो प्रभु। ए यीशु तू कुआरे गलु बोलछंती, जण को मैं कांदीबा सुनिछि, ए यीशु तू कुआरे गलु बोलछंती। गोटे शब्द लगै छथि आगे से मझिरे से हम कहबा चाहू नै। सुनी निज आखिरे शुणी प्रभु को निंदा करुची क्रिश्चियन लोग नहीं। डोंट एवर ब्लेम गॉड, केबे ब्लेम करंतो नहीं। गोटे जुबा पो ता बापा मरी गला, ता बापा गोटे भलो पास्टर थिला, मरी गला, किछि रोजगार नहीं फैमिली रे। हालेलुया। बापांकर कबर बेले को पुओ को डका गला, साक्ष्य दियो, चारिपट अंधार दुष्टि, केही नाहंते साहाय्यकारी। कौन करिवो से पिला, जुवा पिला
ଠିଆ ହେଇକି ସାକ୍ଷ୍ୟ ଦେଲା, ଗଡ୍ ନେଭର ମେକ୍ସ ମିଷ୍ଟେକ୍ସ। ଆଜି ସେ ହାଇଦ୍ରାବାଦରେ ଗୋଟେ ବଡ ପାଷ୍ଟର ଅଟନ୍ତି। ମୁଁ କହିବା ପାଇଁ ଚାହେଁ, ତୁମ ଜୀବନରେ ଦୁଃଖ ଆସୁଛି, କ୍ଲେଶ ଆସୁଛି, କଷ୍ଟ ଆସୁଛି, ସମୀକ୍ଷା କର କିଛି ପାପ ଅଛି କି? ଯଦି ନାହିଁ, ତାହେଲେ ପ୍ରଭୁ ତୁମକୁ ଶୈତାନ ହାତରେ ଦେଇଛନ୍ତି। ତୁମେ ନିନ୍ଦା କରିବା ବନ୍ଦ କର, କାହାକୁ ନିନ୍ଦା କରିବ ନାହିଁ। ଆୟୁବ ଜାଗାରେ ଅଲଗା ଲୋକ ହେଲେ ଛାଡ଼ପତ୍ର ଦେଇ ଦେଇଥାନ୍ତେ। ତତେ ବିବାହ କରି ମୁଁ ଆଜି ପଛତଉଛି, ମୋର ପିଲାମାନେ ମଲେ ତୁଇ ମଧ୍ୟ ଯା ବୋଲି ଘୋଡ଼ିଥାନ୍ତେ, ମାରି ପିଟିକି ଘୋଡ଼ିଥାନ୍ତେ। ଆୟୁବ କିଛି କହିଲା ନାହିଁ। ପରୀକ୍ଷା ବେଳକୁ ଶୁଣନ୍ତୁ କେମିତି ଆପଣ ଜୟ ପାଇବେ। ନମ୍ବର 1, ନିନ୍ଦା କରିବେ ନାହିଁ, କାହାକୁ ନିନ୍ଦା କରିବେ। ନମ୍ବର 2, ପାଟିକୁ ବନ୍ଦ ରଖିବେ। ଆୟୁବ ବେଶୀ କଥା ହେଲା ନାହିଁ, ଯୀଶୁ ମୁଖ ଫିଟାଇଲେ ନାହିଁ। କାହିଁକି ପାଟି ଖୋଲିବେ, ହେଇପାରେ ନିନ୍ଦା ବାହାରି ଯିବ, ହେଇପାରେ ଦୁଃଖ କ୍ରୋଧ ବାହାରି ଯିବ। ଧୈର୍ଯ୍ୟ ଧରିବେ। ତୃତୀୟରେ ପ୍ରାର୍ଥନା କରିବେ, ପରୀକ୍ଷାକୁ ସହିବା ପାଇଁ ପ୍ରଭୁ ଶକ୍ତି ଦେବା ପାଇଁ। ଯୀଶୁ ଗେଥସେମନୀରେ ପ୍ରାର୍ଥନା କରି ଶକ୍ତି ପାଇଥିଲେ। ସ୍ୱର୍ଗଦୂତ ତାଙ୍କୁ ଶକ୍ତି ଦେଉଥିଲେ। ସେ ଶକ୍ତି ଦ୍ୱାରା ସେ ପରୀକ୍ଷାକୁ ଜୟ କଲେ। ଶୈତାନ ପରୀକ୍ଷା କଲା ବେଳେ ଆପଣ ପ୍ରାର୍ଥନା କରନ୍ତୁ, ପରୀକ୍ଷା ଦୂର ହେବା ପାଇଁ ନାହିଁ, ପରୀକ୍ଷାକୁ ଜୟ କରିବା ପାଇଁ ଶକ୍ତି ମାଗନ୍ତୁ। ହାଲେଲୁୟା। ଆଜ୍ଞା କେବେ ହେଲେ ଆମେ ପରୀକ୍ଷା ଦୂର ହେଇଯାଉ ଆଜ୍ଞା ବୋଲି ପ୍ରାର୍ଥନା କରୁଛୁ ନାହିଁ। 10th ପରୀକ୍ଷା ଭଲରେ ଯେମିତି ମୁଁ ଲେଖିବି ଆମେ ପ୍ରାର୍ଥନା କରିବେ। ମୋ ପାଇଁ ବି ପ୍ରାର୍ଥନା କରନ୍ତୁ ଆପଣ ମାନେ। କଣ, ପ୍ରଭୁ ଆମକୁ ବେଶୀ ପରୀକ୍ଷା ଦିଅ, କିନ୍ତୁ ପରୀକ୍ଷା ଭଲରେ ଜୟ ପାଇବା ପାଇଁ ଅନୁଗ୍ରହ ଦିଅ। ମୁଁ ପରୀକ୍ଷାକୁ ଭଲ ପାଏ, କାହିଁକି? ମରଣ ପର୍ଯ୍ୟନ୍ତ ପରୀକ୍ଷାକୁ ଯଦି ଆମେ ଭଲରେ ଜିତିବା ନାହିଁ, ଜୀବନ ମୁକୁଟ ପାଇବା ନାହିଁ। ପଢନ୍ତୁ ପ୍ରକାଶ 2:10, ଆଉ ଥରେ ପଢନ୍ତୁ। ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛୁ, ସେହି ସବୁକୁ ଭୟ କର ନାହିଁ। ଭୟ କର ନାହିଁ। ଦେଖ, ତୁମମାନଙ୍କ ପରୀକ୍ଷା ନିମନ୍ତେ ଶୈତାନ ତୁମମାନଙ୍କ ମଧ୍ୟରୁ କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ 10 ଦିନ କ୍ଲେଶ ଭୋଗ କରିବ। ତୁମ୍ଭେ ମରଣ ପର୍ଯ୍ୟନ୍ତ ନିଶ୍ଚିତ ଥାଅ, ସେଠି ଆମ୍ଭେ ଭୋଗ ଜୀବନକୁ ଦେବେ। ପ୍ରଭୁଙ୍କ ଲୋକମାନେ ଦୁଃଖ ଆସିବ, କ୍ଲେଶ ଆସିବ, ଏକାକୀ ଅବସ୍ଥା ଆସିବ, ଆପଣଙ୍କୁ ସବୁ ଛାଡିଦେବେ। ସେତିକି ବେଳକୁ ପ୍ରଭୁ ଆଗରୁ ଟିପ୍ପଣୀ ଦଉଛନ୍ତି କଣ, ମରିବା ଯାଏ ବିଶ୍ୱସ୍ତ ହେଇକି। ଏଇ ବାକ୍ୟ ଅନୁସାରେ ମରଣ ବି ଆସିପାରେ, ସମସ୍ତଙ୍କୁ ଆସିବ ନାହିଁ। ଲେଭେଲ ଅଫ ଏକ୍ସାମିନେସନ ଇଜ ଡିଫରେଣ୍ଟ। ଆଇବଙ୍କ ଘରେ ଶୈତାନ ପରୀକ୍ଷା କଲା, ଅନ୍ୟକୁ ମରଣ ଆଣିଲା, ଆଇବକୁ ଆଣି ନାହିଁ। ଯୀଶୁଙ୍କୁ ଶୈତାନ ପରୀକ୍ଷା କଲା, ଯୀଶୁଙ୍କୁ ମରଣ ଆସିଲା। ଏଇ ମଣ୍ଡଳୀକୁ ପରୀକ୍ଷା ହେଲା, ପ୍ରଭୁ କହିଲେ କେହି କେହି ପରୀକ୍ଷାରେ ମରିବା ପାଇଁ ବି ପ୍ରସ୍ତୁତ ହେବାକୁ ପଡିବ। ବାପରେ କି ପରୀକ୍ଷା ଆଜ୍ଞା ଏଇଟା। ଆଚ୍ଛା, ମରଣ ପର୍ଯ୍ୟନ୍ତ ଶୁଣ, ବିଶ୍ୱସ୍ତ ରୁହ। ଗୋଟେ ପ୍ରସାର କରିଛି ମୁଁ, ବିଶ୍ୱସ୍ତ ବୋଲି ଆପଣ ୟୁଟ୍ୟୁବରେ ପାଇପାରିବେ, ଶୁଣନ୍ତୁ ସେଟା। ମଣ୍ଡଳୀର ପାଇକ କାମ କଲା ବେଳେ, ବେହେରା କାମ କଲା ବେଳେ ବିଶ୍ୱସ୍ତ ହିଁ କରନ୍ତୁ। ଟ୍ରେଜରର କାମ କଲା ବେଳେ ବିଶ୍ୱସ୍ତ ହିଁ କରନ୍ତୁ। ୱାର୍ସିପର ହେଲା ବେଳେ ବିଶ୍ୱସ୍ତ ହୁଅନ୍ତୁ। ମ୍ୟୁଜିକ ଥିଲେ ହିଁ ଗାଇବେ ନାହିଁ, ନାହିଁ, କର୍ମରେ ବିଶ୍ୱସ୍ତ ହୁଅନ୍ତୁ। ଯେ 5 ତୋଡ଼ାରେ ବିଶ୍ୱସ୍ତ ଥିଲା, ତାକୁ ପ୍ରଭୁ ଆଉ ଅଧିକରେ ନିଯୁକ୍ତ କଲେ। ବିଶ୍ୱସ୍ତତା। ଖାଲି ଦୁଃଖ ବୋଲି ଭାଙ୍ଗି ପଡିଲେ ହେବ ନାହିଁ, ଦୁଃଖ ବେଳକୁ ବିଶ୍ୱସ୍ତ ହେବାକୁ ପଡିବ। ପ୍ରଭୁଙ୍କ ଲୋକମାନେ ମରଣ ପର୍ଯ୍ୟନ୍ତ ଯେ ବିଶ୍ୱସ୍ତ ହେଇକି ରହିବ। ଆଜିକାଲି ପଇସାର ହେରାଫେରି, ସେବା କାର୍ଯ୍ୟରେ, ପ୍ରାର୍ଥନାରେ ଲୋକ ବିଶ୍ୱସ୍ତ ନାହାନ୍ତି।
दानिएल कहीं सिंह गर्त पका गला आज्ञा तार टाइमिंग रे से फेथफुल थिला दानिएल विषय लेखा अछि तार काम रे से विश्वस्त थिला केबे त्रुटि करी नाही केबे भूल करी नाही पूरा विश्वस्त प्रभु कहउछन्ती मरिबा को पड़िले मरि जाओ पछके प्रभु को प्रति वाक्य प्रति विश्वस्त होइकी रुह शयतान परीक्षा कला बेले को प्रभु को प्रति विश्वस्त हेबो प्रार्थना रे विश्वस्त हेबो पवित्रता रे विश्वस्त हेबो प्रभु को सेवा रे विश्वस्त हेबो अविश्वस्त हेबो नाही मरण आसिले आसु पछके विश्वस्त हेकी रहिबो तही रे से तुमको जीवन मुकुट देबे एठारे गोटी कथा कहि कि मु समाप्त करिबे परीक्षा शैतान करिबो के करिबो शैतान मुकुट किए देबे जोरे जोरे केमती कथा एटा विचार दिन रे जीवन मुकुट आपन को प्रभु देबे किंतु प्रभु कहबे शैतान रो परीक्षा रो पास सर्टिफिकेट देखाओ बोलबे प्रेज द लॉर्ड हालेलुया कार परीक्षा रो नहीं प्रभु से परीक्षा कला बेल को मता घोड़ी देली नहीं शैतान परीक्षा करिवो सिए आपन को पास बोली के प्रमाण देबो कोन बोले परीक्षा करिवो सुनतु आको व्यभिचार रो परीक्षा आसेला किंतु ये व्यभिचार करी नहीं ये पवित्रता रे पास बोली के परीक्षा सर्टिफिकेट देबो शैतान एहाको धन लोभर परीक्षा रे मु पकाइली किंतु ये लोभ रे जय पाई गला बोली शैतान सर्टिफिकेट देबो एहाको दुख क्लेश विपद रे मु पकाइली हेले हे प्रभु तुमको छाड़ी नाही बोली कि शैतान सर्टिफिकेट देबो आज्ञा आमर बापा माँ मौसा मौसी काका काकी मामू माई जदि आमर परीक्षा करिवे हमको दया कर देबे आमर शत्रु परीक्षा कले दया करिवो कि शैतान परीक्षा करी कि शैतान लेखिला बेले को शैतान सर्टिफिकेट देला बेले को से लेखिबार अछि ए व्यक्ति पाप रे हारी नाही बोली मते लागु जे शैतान को बड़ कष्ट होबो लेखिबाटा सेटा जेतेबेले से हमको परीक्षा करिवो देखिबो पारिबो नाही ये तो मिछ को नाही ये तो पाप करू नाही मु परीक्षा करि सारली आ केते परीक्षा करबी ये तो परीक्षा को जीती गला शैतान सर्टिफिकेट देबो ये पाप को जय करिছে सुनो शैतान परीक्षा करिवो शैतान आम सम्मुखरे हारिबो जदि से परीक्षार रिजल्ट नाही विचार दिन रे जीवन मुकुट नाही चर्च जाई कि आसिले प्रभु भोज खाइले भस्म बुधवार पाळले कबर लिपले कैंडल धरि के बुलले भाउछन स्वर्ग पळेबे सावधान परीक्षा को जय करिवा क्रिश्चियन हो मैं अधिक कहवाक चाहूना आपण मन को सतर्क कराउछि शैतान परीक्षा करिवा पई अनुमति मागिबो परीक्षा आसीबो किंतु जे प्रार्थना रे स्थिर रहे से परीक्षा रे पड़िबो नहीं जय पाइबो पड़िबो नहीं अर्थात हारिबो नहीं जे पवित्रता रे स्थिर रहिबो जे धैर्य रे रहिबो प्रभु को शक्ति रे रहिबो आत्मा को सहायता रे रहिबो जिसु आत्मा को द्वारा चालित हेले शैतान परीक्षा को जय कले जिसु वाक्य द्वारा ताको उत्तर देले आ जय कले ता माने शैतान परीक्षा को जय करबा पई हेले वाक्य रो सहायता नियंतु आत्मा को सहायता नियंतु प्रार्थना रो सहायता नियंतु आपण एते पावरफुल हेबे शैतान आपण को हराई परिबो नाही आपण सब परीक्षा को जय करिवे आ विचार दिन रे प्रभु आपण को जीवन मुकुट देबे असंत चक्षु बंद करंतु Hallelujah. Praise the Lord. आज आम चारि गोटी मुकुट कथा देखिलु आ गोटे मुकुट होछि गौरवर मुकुट ताहा पालक मान कथा मु ताहा एठारे कहबाक चाहू नाही
ଏ ଚାରି ଗୋଟି ମୁକୁଟ ବିଶ୍ୱାସୀ ମାନଙ୍କ ପାଇଁ ଅଟେ। ଚକ୍ଷୁ ବନ୍ଦ କରିବା। ଯଦି ପ୍ରଭୁ ଆମକୁ ତାଙ୍କର ସନ୍ତାନ ବନେଇଛନ୍ତି, ଆମେ ଯଦି ଧାର୍ମିକତାର ମୁକୁଟ ପାଇବା ନାହିଁ, ଅକ୍ଷୟ ମୁକୁଟ ପାଇବା ନାହିଁ, ଆନନ୍ଦ ମୁକୁଟ ପାଇବା ନାହିଁ, ଜୀବନ ମୁକୁଟ ପାଇବା ନାହିଁ, ତାହେଲେ ଆମେ ସ୍ୱର୍ଗ ପାଇବା ନାହିଁ। ଯଦି ଆଜି ପ୍ରଭୁ ଆପଣଙ୍କୁ କଥା କହିଛନ୍ତି, ଆଜି ସମର୍ପିତ ହୁଅନ୍ତୁ, କ୍ଷମା ମାଗନ୍ତୁ ପ୍ରଭୁକୁ। ଇ ମେଜର ଚକ୍ଷୁ ବନ୍ଦ କରିବା। এই ଗୀତଟି ହେଲା ବେଳେ ପ୍ରାର୍ଥନା କରିବା, କେହି କାହାରିକୁ ଅନାଇବା ନାହିଁ। ଆଜିର ଦିନ ଏକ ନୂଆ ପଦକ୍ଷେପ ନେବାର ଦିନ, ନୂଆ ଉତ୍ସାହ ପାଇବାର ଦିନ। ଆଜି ବାକ୍ୟ ଅନୁସାରେ ଯଦି ପ୍ରଭୁ କିଛି କଥା କହିଛନ୍ତି, ନିଜକୁ ସମୀକ୍ଷା କରନ୍ତୁ। ସବୁ ଡି ଧର, ହଁ ଡି 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 ମେଜର। କେହି କାହାରିକୁ ଅନାନ୍ତୁ ନାହିଁ। ଯଦି ପ୍ରଭୁ ଆପଣଙ୍କ ବାକ୍ୟ ଦ୍ୱାରା କଥା କହିଛନ୍ତି, ନିଜକୁ ଠିକ କରିବା ପାଇଁ ପ୍ରାର୍ଥନା କରନ୍ତୁ। Hallelujah. Praise the Lord. Thank you, Jesus. धन्यवाद प्रभु। Hallelujah. Praise the Lord. Thank you, Jesus. Hallelujah. Praise the Lord. ବନ୍ଦ ହେଇଗଲା। Thank you, Jesus. Hallelujah, hallelujah, hallelujah. Praise the Lord. Praise the Lord. Thank you, Jesus. Hallelujah. Stuti, 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 stuti. Praise the Lord. চোখে বন্ধ করিবা। Thank you, Jesus. আপনা আপনা জীবন ଟିକେ ନିରୀକ୍ଷଣ କରନ୍ତୁ। ଯୀଶୁ ଶୀଘ୍ର ଆସୁଛନ୍ତି। ସେ ଆସିବା ସମୟରେ ଆପଣ ମୁକୁଟ ପାଇବାର ଯୋଗ୍ୟ ଜୀବନ ବିତାଉଛନ୍ତି କି? ଆଜି ପରୀକ୍ଷା କରନ୍ତୁ। এই সময় এই গীতটি হেলা বেড়ে নিজকে সমীক্ষা করে প্রার্থনা করନ୍ତୁ। হালেলুয়া। রখুছি হে মো জীবন প্রিয় যিশু রখুছি হে মো জীবন প্রিয় যিশু ধরে জীবনে পাপনিয়া জীবনে মো জীবন আজি চলে রখুছি হে মো জীবন যিশু তুম
Thank you.